सो हेलो एवरीवन आज आम देखा मैथमेटिक्स प्रैक्टिस लेक्चर नंबर 17 है। आज शिफ्ट आम एवं जो रिसेंट एग्जाम तुम रही आर आई तार ही क्वेश्चन करा तुम शिफ्ट चेक कर आज लेक्चर सब जाक क्वेश्चन कार शिफ्ट रे पड़े देखिए फास्ट क्वेश्चन आज फाइंड द मूड ऑफ द गिवन सेट ऑफ नंबर्स निम्नलिखित संख्या गुड़िकर बहुलक निर्णय करंतु। बहुलक माने कौन मूड मूड माने कौन जोटा बारंबार रिपीट होइथिबो है जो संख्याटा भितर जो संख्याटा बारंबार रिपीट होइथिबो माने अधिक थर रिपीट होइथिबो एटा को कहंदी माने मूड है अधिक थर संख्याटा लिखा होइथिबो देखो 87 को केथर लिखा है 1 2 है प्रथम देखो ऑप्शन देखो है ऑप्शन कौन अच्छे ऑप्शन ए को उठाओ है ऑप्शन ए मन उठेल 63 63 देखो केथर लिखा है 63 1 2 है ଆଉ 63 ଭିତରେ ଅଛି କି ନାହିଁ 1 2 3 3 ଥର ହେଲା ଏଟା ହେଇପାରେ 3 ଥର ଅଧିକ ଲେଖା ହେଇଛି ଦେଖ ତାପରେ କଣ ନା 99 ଦେଖ ଏଠି 99 99 କେତେ ଲେଖା ହେଇଛି 1 2 ଦିଥର କିନ୍ତୁ 3 ଥର ରିପିଟ୍ କୋଡା ହେଇଛି 63 ମାନେ 63 ଟା ଅଧିକ ଥର ଲେଖା ହେଇଛି ତାହେଲେ ଏଇଟା ହବନି ହେଲା ତାହେଲେ ଏବେ ଦେଖ ସି ସି କଣ 98 98 ଚେକ୍ କର 98 ଥରେ ଦିଥର ଆଉ ଗୋଟେ ଲେଖା ହେଇନି ଏଇଟା ବି ହବନି ହେଲା କାରଣ ଏଟା 63 ଟା 3 ଥର ଲେଖା ହେଇଛି ନା ଏଟା 2 ଥର ଲେଖା ହେଇଛି ଯୋଉଟା ଅଧିକ ଥର ଲେଖା ହେଇଥିବ ଏଇଟା ବି ହବନି ଲାଷ୍ଟ ହେଲା 79 79 ଚେକ୍ କରିଦିଅ 79 ଦେଖ ଥରେ ଲେଖା ହେଇଛି ଆଉ କୋଉଠି ନାହିଁ ଏଇଟା ବି ହବନି ତେଣୁ କୋଉଟା ଅଧିକ ଥର ଲେଖା ହେଇଛି 63 ତାହେଲେ ମୋଡ କଣ ହେଲା mood is equal to 63 ହେଲା one pipe can fill a tank in 18 hours while another pipe can empty it in କେତେ ନା 21 hours if both the pipe are opened together in how many hours will the tank be completed filled ଗୋଟିଏ ଟାଙ୍କିକୁ ଏକ ପାଇପ୍ ଦ୍ୱାରା 18 ଘଣ୍ଟାରେ ପୂର୍ଣ୍ଣ କରାଯାଏ ଏବଂ ଅନ୍ୟ ଏକ ପାଇପ୍ ଏହାକୁ 21 ଘଣ୍ଟାରେ ଖାଲି କରେ ହେଲା ଯଦି ଦୁଇଟି ଯାକ ପାଇପ୍ ଏକାଠି ଖୋଲାଯାଏ ଏଟା ବି ମୁଁ କ୍ୱେଶ୍ଚିନ୍ କରିଛି ତାହେଲେ ଏବେ ଟାଙ୍କିଟି କେତେ ଘଣ୍ଟାରେ ପୂର୍ଣ୍ଣ ହବ ମନେକର ଗୋଟେ ପାଇପ୍ ଏ ଇଏ କେତେ ଘଣ୍ଟା କାମ କରୁଛି 18 ଘଣ୍ଟା କଣ କରୁଛି ନା ଟାଙ୍କି ଫୁଲ କରୁଛି ମାନେ ପଜିଟିଭ କାମ କରୁଛି ଆଉ ଗୋଟେ କାମ କଣ ନା ବି ଆଉ ଗୋଟେ ପାଇପ୍ ବି କଣ କରୁଛି ନା ଟାଙ୍କି ଖାଲି କରୁଛି ମାନେ କଣ ନେଗେଟିଭ କାମ କରୁଛି ହେଲା ଏ ଟାଙ୍କି ଫୁଲ କରୁଛି ଏ ଟାଙ୍କି କଣ ଖାଲି କରୁଛି ଏଲସିଏମ କେତେ 18 21 ର 124 ନିଅ ହେଲା ଏଲସିଏମ ହବ 124 18 ସନ୍ତା 124 21 କିଏ 6 କେ 6 ହେଲା ଏବେ କଣ ଦେଇଛି ନା ଏକାଥରେ ଯଦି ଇଫ୍ ବୋଥ ପାଇପ୍ ଆର୍ ଓପନ୍ ଟୁଗେଦର ତାହେଲେ ଟୋଟାଲ ଟାଇମ ହବ a ପ୍ଲସ b ଇଜ ଇକାଲ ଟୁ କେତେ ନା ୱାର୍କ ଅପନ୍ ଏଫିସିଏନ୍ସି ୱାର୍କ କେତେ 126 ବାଇ ଏଫିସିଏନ୍ସି କେତେ 7 ମାଇନସ 6 ଇଜ ଇକାଲ ଟୁ କେତେ ହେଲା 126 ବାଇ 1 ହେଲା ଅପସନ କୋड ସି ଏବେ ନେକ୍ସଟ କ୍वेश्चन ଦେଖିବା ଦ ରେସିଓ ବିଟୱିନ୍ perimeter and a breadth of a rectangle is 4:9 ଏଟା ବି କ୍वेଶ୍चन ଆମର କରିଛି ହେଲା ଦେଖ କ୍वेश्चन ପୁରା ଥୁଆ ହେଇଯାଇଛି ଏକ ଆୟତକ୍ଷେତ୍ର ପରିସୀମା ଏବଂ ପ୍ରସ୍ତର ଅନୁପାତ ଏତିକି 4:1 ଯଦି ଆୟତକ୍ଷେତ୍ର କ୍ଷେତ୍ରଫଳ 299 ସେଣ୍ଟିମିଟର ସ୍କୋୟାର ହୁଏ ତେବେ ଏହାର ପରିସୀମା କେତେ ଦେଖ ଦେଇଛି କଣ ପରିସୀମା ଆଉ ପ୍ରସ୍ତ ହେଲା ପରିମିଟର ମାନେ ପରିସୀମା ପି ଫର ପରିସୀମା ଆଉ ବି ଫର ପ୍ରସ୍ତ ମାନେ କଣ ବ୍ରେଥ ହେଲା ପରିମିଟର ଆଉ ବ୍ରେଥ ର ଅନୁପାତ କେତେ ନା 4:1 ମାନେ କେତେ ମନେକର ବ୍ରେଥ ନେଇଛ ବି ଆଉ ଲେନ୍ଥ କୁ ନେଇଛ ଏଲ ତାହେଲେ ଫର୍ମୁଲା ମାନେ କଣ ଯୋଉ ଆୟତକ୍ଷେତ୍ର ପରିସୀମା ସୂତ୍ର କଣ 2 ହୋଲ୍ ଇଣ୍ଟୁ ଏଲ ପ୍ଲସ ପି ହେଲା ଭାଇ ବ୍ରେଥ ଇଜିକାଲ ଟୁ କେତେ 4:1 ଏଟାକୁ x ନେଇଯାଅ ଏଟାକୁ x ନେଇଯାଅ ହେଲା 4x ବାଇ 1x ତାହେଲେ l ପ୍ଲସ b ବାଇ b ଇଜିକାଲ ଟୁ କେତେ ହବ ଏଟା ଏପଟକୁ ଆସିବ ମାନେ କେତେ ହେଇଯିବ 4x ବାଇ 2x ହେଲା ଏବେ ଦେଖ b ହଉଛି 2x l ପ୍ଲସ b ହଉଛି 2x ତାହେଲେ l କେତେ ହବ 4x ମାଇନସ 2x କେତେ 2x ହେଲା ଏବେ ଦେଇଛି ପରିସୀମା ସରି କ୍ଷେତ୍ରଫଳ ଆୟତକ୍ଷେତ୍ର କ୍ଷେତ୍ରଫଳ ସୂତ୍ର କଣ ଲେନ୍ଥ ଇଣ୍ଟୁ ବ୍ରେଥ ଇଜିକାଲ ଟୁ କେତେ ଦେଇଛି ନା 299 ସେଣ୍ଟିମିଟର ସ୍କୋୟାର ତାହେଲେ ଲେନ୍ଥ କେତେ 2x ଆଉ ବ୍ରେଥ କେତେ ବାହାରିଲା ବି 2x ଇଜିକାଲ ଟୁ କେତେ ହବ 299 ହେଲା ଏବେ କର 2x ସ୍କୋୟାର ଏଇଟା ଏବେ କେତେ ହବ 4x ସ୍କୋୟାର ହେଲା 4x ସରି 4x ସ୍କୋୟାର ଇଜିକାଲ ଟୁ କେତେ ହେଇଯିବ 299 x ସ୍କୋୟାର ଇଜିକାଲ ଟୁ କେତେ 299 ବାଇ କେତେ 4 ତାହେଲେ x ଇଜିକାଲ ଟୁ କେତେ 299 ବାଇ 4 ର ସ୍କୋୟାର ଇଜିକାଲ ଟୁ କେତେ ହବ 17 ବାଇ 2 ହେଲା ତାହେଲେ x ର ଭ୍ୟାଲୁ କେତେ ହେଲା 17 ବାଇ 2 ସେ ପଚାରିଛି କଣ ପରିସୀମା ହେଲା ଆୟତକ୍ଷେତ୍ରର ପରିସୀମା ତାହେଲେ ପରିମିଟର ଇଜିକାଲ ଟୁ ପରିମିଟର ଅଫ ରେକ୍ଟାଙ୍ଗଲ ଇଜିକାଲ ଟୁ କେତେ 2 ହୋଲ୍ ଇଣ୍ଟୁ ଏଲ ପ୍ଲସ ବି
ହେଲା ତ ମାନେ 2 ହୋଲ୍ ଇଣ୍ଟୁ l ର ଭ୍ୟାଲ୍ୟୁ କେତେ ଏଇଠି l ର ଭ୍ୟାଲ୍ୟୁ ହଉଛି 2x ଆଉ ବ୍ରେଥ ର ଭ୍ୟାଲ୍ୟୁ ବି 2x କେତେ ହବ 2 ଇଣ୍ଟୁ 4x ହେଲା ତ ମାନେ 2 ଇଣ୍ଟୁ 4 ଇଣ୍ଟୁ ମାନେ x ର ଭ୍ୟାଲ୍ୟୁ କେତେ ବାହାର କଲି 17/2 ଲେଖିଦିଅ ଏଠି 17/2 68 ଅପସନ କୋଉଟା 17 ଚଉକ 68 ହେଲା ଅପସନ ବି नेक्स्ट क्वेश्चन देखिए ए साइकिलिस्ट कवर ए डिस्टेंस 72 किलोमीटर पर आवर अरे 72 किलोमीटर if his speed is increased by 2 kilometer per hour he reaches his distance he reaches his destination in 30 minutes earlier ହେଲା ତାପରେ find the original speed ଦେଖ ଓଡ଼ିଆରେ ପଢ ଜଣେ ସାଇକେଲ ଚାଳକ 72 କିଲୋମିଟର ଏକ ନିର୍ଦ୍ଦିଷ୍ଟ ମାର୍ଗକୁ ଅତିକ୍ରମ କରନ୍ତି ହେଲା ଡିଷ୍ଟାନ୍ସ ଏଥିରେ କନଷ୍ଟାଣ୍ଟ ଯଦି ତାଙ୍କର ବେଗ 2 କିଲୋମିଟର ବୃଦ୍ଧି ହୁଏ ତେବେ ସେ କଣ ନା 30 ମିନିଟ୍ ପୂର୍ବରୁ ପହଞ୍ଚିଯାଆନ୍ତି ତାଙ୍କର ପ୍ରାରମ୍ଭିକ ସମୟ କେତେ ହେଲା ଦେଖ डिस्टेंस କେତେ ଦେଇଛି ଦେଖ डिस्टेंस ଏଥିରେ କନଷ୍ଟାଣ୍ଟ ହେଲା ଖାଲି କଣ ସ୍ପିଡ ବଢେଇବ ହେଲା डिस्टेंस କନଷ୍ଟାଣ୍ଟ ଖାଲି ଖାଲି କଣ ସ୍ପିଡ ବଢେଇବ ତାର ବେଗକୁ ଖାଲି ବଢଉଛି ମାନେ डिस्टेंस ମନେକର 72 କିଲୋମିଟର ଆଗରୁ ମନେକର ସ୍ପିଡ ଥିଲା x ହେଲା ମୁଁ ଏଠି ଲେଖି ଦଉଛି ସ୍ପିଡ ନେଇଯା ଆଗରୁ x ହେଲା ଇନକ୍ରିଜ କେତେ ଗଲା ଇନକ୍ରିଜ ଗଲା 2 କିଲୋମିଟର पर आवर ତାମାନେ ଏବେ ସ୍ପିଡ କେତେ ହବ ନାଓ ସ୍ପିଡ କେତେ ହେଇଯିବ नाउ स्पीड बिकम्स କେତେ ହବ x ପ୍ଲସ୍ 2 ହଁ ନା ନାଇଁ ତାପରେ କଣ ଦେଇଛି ଦେଖ ଟାଇମ କେତେ 30 ମିନିଟ୍ ପୂର୍ବରୁ ପହଞ୍ଚି ଯାଇଛି ତାମାନେ କଣ କେମିତି ଲେଖିବା ଦେଖ ତାମାନେ ଦେଖ ପ୍ରଥମ ଟାଇମ ତାକୁ ଲାଗିଥିବ କେତେ ସମୟ ହେଲା କାରଣ ସ୍ପିଡ କଣ ଅଛି ମାନେ ସ୍ପିଡ କମ ଅଛି ମାନେ ପ୍ରଥମ ଟାଇମ ର ଫର୍ମୁଲା କଣ ଡିଷ୍ଟାନ୍ସ ଅପନ ଟାଇମ ସରି ସ୍ପିଡ ମାନେ ଦେଖ ଏମିତି ପ୍ରଥମେ ତାକୁ କେତେ ସମୟ ଲାଗିଥିବ t1 ମାଇନସ t2 ଇଜିକାଲ ଟୁ କେତେ ହବ 30 ମିନିଟ୍ ମାନେ 30 ହଁ 30 ମିନିଟ୍ କଣ ପାଇଁ ଦେଖ ପ୍ରଥମେ ତାକୁ ଅଧିକ ସମୟ ଲାଗିଥିବ ହେଲା ପ୍ରଥମେ ତାକୁ ଅଧିକ ସମୟ ଲାଗିଥିବ ଆଉ ସେକେଣ୍ଡ ଟା ସିଏ ସ୍ପିଡ ବଢେଇଦେଲା ମାନେ ସମୟ କମ ଲାଗିବ ତାହେଲେ ପ୍ରଥମ ସମୟ ମାଇନସ ସେକେଣ୍ଡ ସମୟ ଇଜିକାଲ ଟୁ 30 ମିନିଟ୍ ଟାଇମ ର ଫର୍ମୁଲା କଣ 72 ବାଇ x ମାନେ ଡିଷ୍ଟାନ୍ସ ଅପନ ସ୍ପିଡ କୁ ଆମେ ନେଇଛେ x 72 ବାଇ x ମାଇନସ t2 ର ସ୍ପିଡ କେତେ ହବ ମାନେ ଟାଇମ ଟୁ ର କେତେ ଟାଇମ ସେକେଣ୍ଡ କେତେ ହବ ନା ଡିଷ୍ଟାନ୍ସ ହଉଛି 72 ବାଇ टाइम टू रे स्पीड के एक्स प्लस 2 एटा नहीं s1 माने स्पीड 1 एटा नहीं स्पीड 2 है एटा केते हिजो एंदी आगु x थिला बढ़ेला x प्लस 2 स्पीड बढ़ेले टाइम कमियो है x प्लस 2 तेणु आम लिखले एटा फिजिकल टू केते 30 मिनिट एटा 60 कर 30 बाई 60 है बेलसियम ने 72 सॉरी 72 कॉमन नहीं जाओ 1 बाई x माइनस 1 बाई x प्लस 2 फिजिकल टू केते 30 बाई 60 ହେଲା ମାନେ 30 ଦୁଗୁଣେ 60 1/2 ହବ ଏଟା ମୁଁ ଡାଇରେକ୍ଟ ଲେଖୁଛି 1/2 ଏଲସିଏମ ନେଇଯାଅ x ହୋଲ ଇନଟୁ x ପ୍ଲସ 2 ହେଲା ଇଜିକାଲ ଟୁ ଏଟା x ପ୍ଲସ 2 ଆସିବ ଏଠି ମାଇନସ x ଇଜିକାଲ ଟୁ କେତେ ହବ 1/144 72 ଦୁଗୁଣେ 144 72 ଟା ଏପଟ ଆସିକି ନେଇଯିବ 72 ଟା ଏପଟ ଆସିକି ନେଇଯିବ ହେଲା ଦେଖ ଏବେ x କୁ x କଟିଗଲା ହେଲା ଏବେ x ସ୍କୋୟାର ମିଶ୍ରଣ 2x ହେଲା ଏଟା ଗୁଣିଲେ କେତେ ହବ ଇଜିକାଲ ଟୁ କେତେ ହବ ନା 4 ଦୁଗୁଣେ 8 14 ଦୁଗୁଣେ 28 288 ହେଲା ଏବେ ଖାଲି ସଲ୍ଭ କରିଦିଅ ଏଠି ତାମାନେ ଏଇଠି ମୁଁ ଲେଖୁଛି ହେଲା x ସ୍କୋୟାର ମିଶ୍ରଣ 2x ମାଇନସ 288 ଇଜିକାଲ ଟୁ 0 ହେଲା ଏବେ ଗୋଟେ ସଂଖ୍ୟା ହବ ଗୁଣିଲେ ହଉଥିବ କଣ 288 ଆଉ ମିଶେଇଲେ ହଉଥିବ ମାନେ ଗୁଣିଲେ ହଉଥିବ ମାଇନସ 288 ମିଶେଇଲେ ହଉଥିବ 2x ହେଲା ଦେଖ ଭାବ ଗୋଟେ ସଂଖ୍ୟା ମନେକର ପ୍ରଥମ ସଂଖ୍ୟା ନିଅ 12 ହେଲା ଦେଖ ଏଟା କେମିତି କରିବ ତାହେଲେ ଅପସନ ହିଁ ଉଠ ମନେକର 12 ନିଅ ଏଠି 12 ହରଣ 288 କେତେ ହବ 12 ଦୁଗୁଣେ 24 8 ରୁ 4 ଗଲେ 4 48 12 ଚଉକ 48 12 କୁ 24 ରେ ଗୁଣିଲେ ହେଇଯାଉଛି କିନ୍ତୁ 12 ରୁ ଫେଡ଼ିଲେ 24 12 ହେଇଯାଉଛି ସେ କେତେ ହବା ଦରକାର କେତେ 2x ହେଲା ମାନେ 12 ରୁ 24 ଗଲେ 2x ହବା କଥା କିନ୍ତୁ ହଉଛି କେତେ 12 ରୁ 24 ଗଲେ 12 ହେଇଯାଉଛି ହବନି ଏଇଟା ହବନି ଏବେ ନିଅ 16 ହେଲା 288 ହରଣ 16 ଅପସନ ହିଁ ନିଅ କେତେ 16 ଦୁଗୁଣେ 32 16 କେ 16 ହେଲା 8 ରୁ 6 ଗଲେ 2 2 କେ 2 ଦେଖ 16 ଅଷ୍ଟା 128 ମାନେ 16 ଇଣ୍ଟୁ 18 288 ହେଲା ଆଉ 16 ରୁ 18 ଗଲେ ବି 2 ମାନେ ହଁ ନା ନାଇଁ ମାନେ 18 ରୁ ମାଇନସ 16 କେତେ ହଉଛି 2
ଆଙ୍କ ଡିଫରେନ୍ସ 2 ତାମାନେ ଆମେ ଲେଖିପାରିବା x ସ୍କୋୟାର ହେଲା ମିଶାଣ 18x ମାଇନସ୍ 16x ମାଇନସ୍ 228 ଇଜିକାଲ ଟୁ 0 এটা ତମେ ପଢିଥିବ ଦ୍ୱିଘାତୀ ସମୀକରଣ କେମିତି ସଲ୍ଭ ହୁଏ x କମନ ଗଲେ x ପ୍ଲସ୍ 18 ଆଉ କଣ କହିଲା ମାଇନସ୍ 16 କମନ ଗଲେ x ପ୍ଲସ୍ 18 ଇଜିକାଲ ଟୁ 0 ହେଲା ତାହେଲେ x ମାଇନସ୍ 16 ଇଜିକାଲ ଟୁ 0 ଆଉ ଗୋଟେ x ପ୍ଲସ୍ 18 ଇଜିକାଲ ଟୁ 0 ତାହେଲେ x ଇଜିକାଲ ଟୁ କେତେ ବାହାରିଲା ଗୋଟେ 16 ଆଉ ଗୋଟେ x ଇଜିକାଲ ଟୁ କେତେ ବାହାରିଲା ମାଇନସ୍ 18 ସ୍ପିଡ କେତେବେଳେ ମାଇନସ୍ ହବନି ତେଣୁ କଣ ଅପସନ ମାନେ x କେତେ ଥିଲା 16 ତାହେଲେ ଅପସନ କୋଉଟା ତାର ପ୍ରାରମ୍ଭିକ ସ୍ପିଡ କେତେ ଥିଲା 16 କିଲୋମିଟର पर आवर ତାତି ପ୍ରାରମ୍ଭିକ ସ୍ପିଡ ହେଲା ଆଗରୁ କେତେ ସ୍ପିଡ ଥିଲା ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା the sum of all interior angle of a regular polygon is 1620 degree ହେଲା how many sides does the polygon have ଏକ ସମବାହୁ ବହୁଭୁଜ ମାନେ ଏଟା ପଲିଗନ ହେଲା ପଲିଗନର ସମସ୍ତ ଆଭ୍ୟନ୍ତରୀଣ କୋଣର ସମଷ୍ଟି 1620 ଡିଗ୍ରୀ 1620 ଡିଗ୍ରୀ ଅଟେ ବହୁଭୁଜଟିର ବାହୁ ସଂଖ୍ୟା କେତେ ମାନେ ପଲିଗନର ବାହୁ ସଂଖ୍ୟା ବାହାର କରିବା ହେଲା ଆମେ ପଢିଥିବ କଣ ନା ସମ୍ ଅଫ ଇଣ୍ଟେରିୟର ଆଙ୍ଗେଲ ଅଫ ପଲିଗନ ଶୁଣରେ କଣ ମୁଁ କହିଥିଲି ସମ୍ ଅଫ ଇଣ୍ଟେରିୟର ଆଙ୍ଗେଲ ଅଫ ଫର୍ମୁଲା ସମ୍ ଅଫ ଇଣ୍ଟେରିୟର ଆଙ୍ଗେଲ ଅଫ ଏ ପଲିଗନ ହେଲା ଗୋଟେ ବହୁଭୁଜର ଇଣ୍ଟେରିୟର ଆଙ୍ଗେଲ ଅଫ ଫର୍ମୁଲା ସମଷ୍ଟି କେତେ ହବ लिखिदे जरी सम ऑफ आउथरे भी लिखि दोजी ହେଲା लिखिदे सम ऑफ इंटीरियर एंगल ऑफ ए रेगुलर पॉलीगन फॉर्मूला कोन ना 180 डिग्री होल इनटू n माइनस 2 ହେଲା এটা হচ্ছে ফর্মুলা সম অফ ইন্টেরিয়র অ্যাঙ্গেল অফ এ রেগুলার পলিগন ଏ ପକ ସମ ଅଫ ଇଣ୍ଟରିୟର ଆଙ୍ଗେଲ କେତେ ଦେଇଛି 1620 ତା ମାନେ 180 ଡିଗ୍ରୀ ହୋଲ୍ ଇନଟୁ n ମାଇନସ୍ 2 ଇଜିକାଲ ଟୁ କେତେ ନା 1620 ଡିଗ୍ରୀ ହେଲା ଆଉ 20 ଏବେ ଶୂନକୁ ଶୂନ କାଟିଦିଅ ତାହେଲେ ମାନେ ଏଟା କେତେ 18 କାଟିଲେ କେତେ 9 ତାହେଲେ n ମାଇନସ୍ 2 ଇଜିକାଲ ଟୁ କେତେ ବାହାରିଲା 9 n ଇଜିକାଲ ଟୁ କେତେ 9 ମିଶାଣ 2 11 ଅପସନ କୋଉଟା ହେଲା पूरा सिंपल क्वेश्चन नेक्स्ट क्वेश्चन देखिए ए मैन स्पेंड्स 10% of his monthly income on house rent 22% on food and 23% on children education he left with 8100 find his monthly income ଜଣେ ବ୍ୟକ୍ତି ତାଙ୍କ ମାସିକ ଆୟର 10% ଘର ଭଡା ହେଲା ଆଉ 22% ଖାଦ୍ୟ ଏବଂ 23% ପିଲାଙ୍କ ଶିକ୍ଷା ପାଇଁ କଣ ନା ଖର୍ଚ୍ଚ କରନ୍ତି ଏହା ପରେ ତାଙ୍କ ପାଖରେ 8100 ଅବଶିଷ୍ଟ ରହେ ତାଙ୍କର ମାସିକ ଆୟ କେତେ ତାଙ୍କର ଇନକମ କେତେ କେମିତି କରିବା ମନେକର ଇନକମ ନେଇଯା 100 ଲେଟ୍ ଇନକମ ହଉଛି 100% ହେଲା ଟୋଟାଲ ଏକ୍ସପେଣ୍ଡିଚର କେତେ ଟୋଟାଲ ଏକ୍ସପେଣ୍ଡିଚର ମାନେ ଟୋଟାଲ କେତେ ଖର୍ଚ୍ଚ କରୁଛନ୍ତି ଇଜିକାଲ ଟୁ କେତେ ନା 10 ପ୍ରଥମେ 10% ଖର୍ଚ୍ଚ କରୁଛନ୍ତି ତାପରେ ମିଶାଣ କେତେ ପରସେଣ୍ଟ 22% ଖର୍ଚ୍ଚ କରୁଛନ୍ତି ତାପରେ କେତେ ଖର୍ଚ୍ଚ କରୁଛନ୍ତି ନା 23% ଖର୍ଚ୍ଚ କରୁଛନ୍ତି ଟୋଟାଲ ମିଶିଲେ କେତେ ନା 3 2 5 ହେଲା 5 5 କୁ 5 ଆସିଲା 2 2 4 1 କେତେ 5 55% ହେଲା ଟୋଟାଲ କେତେ ଖର୍ଚ୍ଚ ହଉଛି ନା 55% ତାଙ୍କେ ଖର୍ଚ୍ଚ କରୁଛନ୍ତି ହେଲା 55% ଖର୍ଚ୍ଚ କରିସାରିଲା ପରେ ତାଙ୍କର ସେଭିଂ କେତେ ହଉଛି ନା ସେଭିଂ ଇଜିକାଲ ଟୁ କେତେ ନା 100 ଟଙ୍କା ଇନକମ ମାଇନସ 55% ଖର୍ଚ୍ଚ ହେଲା କେତେ 45% ସେଭିଂ ହେଲା ଯେତିକି ସେଭିଂ କରୁଛି ତାର ଭାଲ୍ୟୁ କେତେ ଯାଇଛି ହେଲା ସେ ଲେଫ୍ଟ ମାନେ ତାଙ୍କ ପାଖରେ ଏତିକି ଟଙ୍କା ବଞ୍ଚୁଛି ମାନେ ଏତିକି ଟଙ୍କା ସେଭ୍ ହଉଛି ମାନେ କେତେ 45 ଟଙ୍କା 45% ସେଭ୍ ହଉଛି ତାହେଲେ 45 ହଉଛି 81 ହଉଛି 45 ର ଭାଲ୍ୟୁ ନା ନାଇଁ ତାହେଲେ 81 ହଉଛି କାର ଭାଲ୍ୟୁ 45 ର ଭାଲ୍ୟୁ ଆମକୁ ଦରକାର ଟୋଟାଲ ଇନକମ କେତେ 100% ହେଲା ଏବେ କାଟିଦିଅ 9 9 81 ହେଲା 9 5 45 ଆଉ ଏଇଟା କାଟିଲେ 5 ରେ କାଟିଲେ କେତେ 20 9 2 18 ଆଉ କେତେଟା ଶୂନ ଦରକାର 3ଟା ଶୂନ 18,000 ଅପସନ କୋଉଟା ଏ ତାଙ୍କ ତାହେଲେ ଇନକମ କେତେ ନା 18,000 ନେକ୍ସଟ क्वेश्चन ଦେଖିବା two partners P and Q invest 15,000 and 25,000 respectively in a business after 1 year the total profit is 16,000 ହେଲା ଗାନ୍ଧୀ ଜଣକ ଗୋଟେ ବର୍ଷ ପରେ ତାଙ୍କ ଟୋଟାଲ ପ୍ରଫିଟ୍ ହଉଛି 16,000 which they share in the ratio of their investment ହେଲା 40 Q share ଦୁଇ ଜଣଙ୍କ ଅଂଶୀଦାରୀ ଏବଂ ଦୁଇ ଜଣ ଅଂଶୀଦାରୀ P ଏବଂ Q
ଏକ ବ୍ୟବସାୟରେ ଯଥାକ୍ରମେ 15,000 ଏବଂ 25,000 ବିନିଯୋଗ କରନ୍ତି। ଏକ ବର୍ଷ ପରେ ମୋଟ ଲାଭ 16,000 ହୁଏ। ହେଲା, ଯାହାକୁ ସେମାନେ ବିନିଯୋଗର ଅନୁପାତରେ ବାଣ୍ଟନ୍ତି। ତାଙ୍କର ଏ କ୍ୟୁ ର ଲାଭ କେତେ? ହେଲା, ଆଗ ଲେଖ ପି ର ଇନଭେଷ୍ଟ, ଏଠି ଲେଖ କ୍ୟୁ ର ଇନଭେଷ୍ଟ। ପି କେତେ ଟଙ୍କା ଇନଭେଷ୍ଟ କରୁଛି? 15,000 ଟଙ୍କା। କେତେ ବର୍ଷ ପାଇଁ? ଗୋଟେ ବର୍ଷ ପାଇଁ। ରେସିଓ ନେଇଯିବା। କ୍ୟୁ ର ଇନଭେଷ୍ଟ କେତେ? ନା 25,000 ଟଙ୍କା। କେତେ ବର୍ଷ ପାଇଁ? ହେଇ ଗୋଟେ ବର୍ଷ ପାଇଁ। ହେଲା, ଏବେ ରେସିଓ ନେଇଯାଉ। ତିନିଟା ଶୂନ କୁ ତିନିଟା ଶୂନ, 5 3 15, 5 ପଚା 25। ହେଲା, ଏବେ ତାଙ୍କୁ ସେ ଦେଇଛି ତାଙ୍କେ ଯେତିକ ପ୍ରଫିଟ ଟା କଣ ଇନଭେଷ୍ଟ ରେସିଓରେ ବାଣ୍ଟିବେ। ହେଲା, ତାହେଲେ 16,000 କାହାର ଭାଲ୍ୟୁ? 5 ମିଶାଣ 3 ମାନେ 16,000 କାହାର ଭାଲ୍ୟୁ? 8 ର ଭାଲ୍ୟୁ। ଟୋଟାଲ ପ୍ରଫିଟ ତାଙ୍କର ଏତିକି 16,000। 16,000 8 ର ଭାଲ୍ୟୁ। ଆମକୁ ପଚାରୁଛି କାହାର ଭାଲ୍ୟୁ, କାହାର ବାହାର କରିବା? କ୍ୟୁ ର ଲାଭ। କ୍ୟୁ ର ଲାଭ ହଉଛି କେତେ? 5। ହେଲା, 8 ଦୁଗୁଣେ 16, 5 ଦୁଗୁଣେ କେତେ? 10,000। ଅପସନ କୋଉଟା? ସି। ହେଲା, ନେକ୍ସଟ କ୍वेଶ୍ଚन ଦେଖିବେ। A bus travel from a city A to B covering a distance of 30 kilometer at a speed of 30 kilometer per hour. At the same time, সেই একা সময়ের a motorcycle start from B to from city B to city A at a speed of 40 kilometer per hour. So they meet. The motorcycle reduces its speed by 10 kilometer per hour and continues 2 hours continues towards city A. What is the distance of motorcycle from city A? 2 hours after their meeting. 2 ଘଣ୍ଟା ପରେ ସହର ଏ ରୁ ମୋଟରସାଇକେଲ ଦୂରତା କେତେ? ଓଡ଼ିଆରେ ପଢିଆ। ଏକ ବସ୍ ଏ ରୁ ବି ପର୍ଯ୍ୟନ୍ତ 70 କିଲୋମିଟର ଦୂରତାକୁ 30 କିଲୋମିଟର ପର ହାୱାର ବେଗରେ ଯାତ୍ରା କରନ୍ତି। ଆଗ ଏ ବି ସହର ନେଇଯିବ। ଏଇଠି ହଉଛି ସହର ଏ, ଏଇଟା ହଉଛି ସହର ବି। ଆଙ୍କ ଭିତରେ ଦୂରତା କେତେ? ନା 70 କିଲୋମିଟର। ତାର କଣ ନା ଏ ରୁ ବି ଗୋଟେ ବସ୍ ଯାଏ। ହେଲା, ବସ୍ ଗୋଟେ ଯିବ। ଏଠି ବସ୍ ଚିତ୍ର ମୁଁ କରିଛି। ଏଠି ବସ୍। ହେଲା, ଏଠି ଲେଖୁଛି ବି। ବି ଫର କଣ? ବସ୍। ହେଲା, ଏକ ବସ୍ କଣ କରେ ନା 30 କିଲୋମିଟର ପର ହାୱାର ବେଗରେ ଯାଏ। ଆର ସ୍ପିଡ କେତେ? ନା 30 କିଲୋମିଟର ପର ହାୱାର। ହେଲା, ଆର ସ୍ପିଡ କେତେ? ନା 30 କିଲୋମିଟର ପର ହାୱାର। ଏଇ 30 ସ୍ପିଡରେ ଯାଉଛି ଏ ରୁ ବି କୁ। ତାପରେ କଣ ନା ସେଇ ସମୟରେ ଇଏ ଯେତେବେଳେ ବାହାରେ ସେଇ ଏକା ସମୟରେ, ହେଲା, ଇଏ ବାହାରିଲା ଏରୁ ସେ ଏକା ଟାଇମ ରେ କଣ ନା ଗୋଟେ ବାଇକ୍, ହେଲା, ଏକ ମୋଟର ସାଇକେଲ ମାନେ ଗୋଟେ ବାଇକ୍। ବାଇକ୍ ଚିତ୍ର କରିବା। ବାଇକ୍ ଚିତ୍ର ଏମିତି। ହେଲା, ଏଇଟା କଣ? ଏଇଟା ସିଟ୍ ନେଇଯାଅ, ଆଉ ଏଇଟା ହାଣ୍ଡେଲ। ହେଲା, ବାଇକ୍ ଚିତ୍ର ହେଲା। ଏଇ ସେ ସମୟରେ ଗୋଟେ ବାଇକ୍ କଣ ନା ବି ରୁ ଏ କୁ ଯାଉଛି। ଇଏ ଏପଟକୁ ଆସୁଛି, ମାନେ ବୁଝିପାରୁଛ ନା? ଇଏ ଏପଟକୁ ମୁହଁ ଆର। ହେଲା, ଆର ଏପଟକୁ ମୁହଁ, ଆଉ ଆର ଏପଟକୁ ମୁହଁ। ବାଇକ୍ ହାଣ୍ଡେଲ ଯୁଆଡେ ଏପଟେ ହାଣ୍ଡେଲ ଅଛି। ହେଲା, ଇଏ ଏପଟକୁ ଆସୁଛି, ଇଏ ଏପଟକୁ ଆସୁଛି। ହେଲା, ବାଇକ୍ ର ସ୍ପିଡ କେତେ? ନା 40 କିଲୋମିଟର ପର ହାୱାର। ବାଇକ୍ ର ସ୍ପିଡ ହଉଛି କେତେ? ନା 40 କିଲୋମିଟର ପର ହାୱାର। 40 କିଲୋମିଟର ପର ହାୱାର ହଉଛି ବାଇକ୍ ର ସ୍ପିଡ। ସାକ୍ଷାତ ପରେ ମୋଟର ସାଇକେଲ ତାର ବେଗ 10 କିଲୋମିଟର କମାଇ ସହର ଏ ପର୍ଯ୍ୟନ୍ତ ଜାରି ରଖେ। ଆଗ ସାକ୍ଷାତ କରାଯାଉ। ସାକ୍ଷାତ ମାନେ କଣ? ମିଟିଂ ଟାଇମ ଟି ଇଜ ଇକାଲ ଟୁ ଟାଇମ ଟି। ହେଲା, ମୁଁ ଲେଖୁଛି ମିଟିଂ ଟାଇମ। ମିଟିଂ ମିଟ୍ ଟାଇମ ଟି ଇଜ ଇକାଲ ଟୁ କେତେ ହବ? ମାନେ ଏପଟୁ ଆଉଛି ଏପଟୁ ଆଉଛି, କୋଉ ସମୟରେ ମିଟିଂ କରିବେ? ମିଟିଂ ଟାଇମ ଟି ଇଜ ଇକାଲ ଟୁ କଣ ନା ଡିଷ୍ଟାନ୍ସ ଅପନ ସ୍ପିଡ। ଡିଷ୍ଟାନ୍ସ କେତେ? 70 କିଲୋମିଟର ବାଇ ସ୍ପିଡ କେତେ? ନା ଦେଖ, ଅପୋଜିଟ ଡିରେକ୍ସନ ଆସିଲେ ମୁଁ କଣ କହୁଥିଲି? ସ୍ପିଡ ମିଶିଯିବ। ହଁ ନା ନାଇଁ? ମୁଁ କହିଛି ଯେତେବେଳେ ସେମ ଡିରେକ୍ସନ ଗଲେ ସ୍ପିଡ କଣ ହେଇଯିବ? ଫେରାଣ ହେଇଯିବ। ଆଉ ଅପୋଜିଟ ଡିରେକ୍ସନରେ ସ୍ପିଡ ଆସିଲେ କଣ? ସ୍ପିଡ ମିଶିଯିବ। ଏଠି ଦେଖ, ଏ ଅପୋଜିଟ ବି ମାନେ ବୁଝାଯାଉ ନା ନାଇଁ? ବସ୍ ଏପଟକୁ ଯାଉଛି, ବାଇକ୍ ଏପଟକୁ ଯାଉଛି। ମାନେ ବାଇକ୍ ଆଉ ବସ୍ ଦି ଜଣଙ୍କ ବିପରୀତ ଦିଗରେ ଆସୁଛନ୍ତି। ବିପରୀତ ଦିଗରେ ଆସିଲେ ସ୍ପିଡ କଣ ହେଇଯିବ? ମିଶିଯିବ। ମିଶାଇ ଦିଅ, ଆର ସ୍ପିଡ ମିଶାଣ ଆର ସ୍ପିଡ, ମାନେ 30 ମିଶାଣ 40 କେତେ ହବ? 70। ତାହେଲେ 70 ବାଇ 70 ଇଜିକାଲ ଟୁ କଟିଲେ କେତେ? 1 ହାୱାର। ହେଲା, 1 ଘଣ୍ଟା ପରେ ଏମାନେ ମିଟ୍ ହେଇଯିବେ। ମାନେ 1 ଘଣ୍ଟା ପରେ ଇଏ ଏଇଠିକି ଆସିବ, ଇଏ ଏଇଠିକି ଆସିବ। ମାନେ ସାକ୍ଷାତ ହେଇଯିବେ। ବୁଝିଛ ନା ନାଇଁ? ମାନେ ଇଏ ଆକୁ କ୍ରସ କରିପାରିବ, ଏଇଟା ବି କହିପାରିବ। ତାମାନେ 1 ଘଣ୍ଟା ପାଇଁ ବାଇକ୍ କେତେ ବାଟ ଯାଇଥିବ? ଦେଖ ଏଠି, ଏ ର ସ୍ପିଡ କେତେ? 40 କିଲୋମିଟର ପର ହାୱାର। ତାହେଲେ 1 ଘଣ୍ଟା ପାଇଁ, ହେଲା, 1 ଘଣ୍ଟା ଭିତରେ ବାଇକ୍ କେତେ, ମାନେ ବାଇକ୍ କେତେ ଡିଷ୍ଟାନ୍ସ ଅତିକ୍ରମ କରିଥିବ? ତାହେଲେ ବାଇକ୍ ଡିଷ୍ଟାନ୍ସ, ହେଲା, ଡିଷ୍ଟାନ୍ସ ଅକୁପାଏଡ୍ ବାଇ ବାଇକ୍। ଏଠି ମୁଁ ଲେଖୁଛି ଡିଷ୍ଟାନ୍ସ ଅକୁପାଏଡ୍ ବାଇ ବାଇକ୍।
ହେଲା ଇନ୍ 1 ଆୱାର, 1 ଘଣ୍ଟା ଭିତରେ ଇଜିକାଲ୍ ଟୁ କେତେ ନା ଡିଷ୍ଟାନ୍ସ ଇଜିକାଲ୍ ଟୁ ଟାଇମ୍ ଇଣ୍ଟୁ ସ୍ପିଡ, ସରି ଟାଇମ୍ ଇଣ୍ଟୁ, ହଁ ଟାଇମ୍ ଇଣ୍ଟୁ ସ୍ପିଡ ମାନେ 40 ଇଣ୍ଟୁ 1 କେତେ 40 କିଲୋମିଟର। ମାନେ ବୁଝିପାରୁଛ ନା 1 ଘଣ୍ଟା ପରେ ଇଏ କେତେ ବାଟ ଯାଇଥିବ ଭାରି 40 କିମି 40 କିମି ଯାଇନଥିବ ଆସିଥିବ ଭାରି ହଁ ନା ନାଇଁ। ତାମାନେ ଏ ବି ଠୁ ଏ ବାଇ କେତେ ସ୍ପିଡ ଯାଇଥିବ, କେତେ ଡିଷ୍ଟାନ୍ସ ଅତିକ୍ରମ କରିଥିବ 1 ଘଣ୍ଟା ଭିତରେ 40 କିଲୋମିଟର। ତାହେଲେ ଏଇଠି ମନେକର ଆସିଥିବ ଏଇଠି, ଇଏ ଏପଟୁ ଆସୁଛି ଇଏ ଏପଟୁ ଆସୁଛି, ବୁଝିଲ ନା ମାନେ ଏଇଠି ହଉଛି ମିଟିଂ ଟାଇମ୍ ଟା ଟି। ତାହେଲେ ଏଇଠୁ ଏତିକ ବାଇ କେତେ 40 କିଲୋମିଟର ଆସିଥିବ ଭାରି, ଆଉ ଇଏ ଏପଟୁ ପଳେଇ ଯାଇଥିବ ଏଇଠି, ଏଇଠି ଦି ଜଣଙ୍କୁ ସାକ୍ଷାତ ହେବେ ହେଲା। ତାହେଲେ ସାକ୍ଷାତ ହେଲା ପରେ, ତାପରେ ଦେଖ ସାକ୍ଷାତ ପରେ ହେଲା, ଏଇଠି ସାକ୍ଷାତ ହେଲେ ଏଇଠି ହଉଛି 1 ଆୱାର। 1 ଘଣ୍ଟା ପରେ, ବୁଝେଇଛ ନା ନାଇଁ, 1 ଘଣ୍ଟା ପରେ ବାଇକ୍ ଆସିଲା ଭାରି 40 କିଲୋମିଟର ହେଲା, 1 ଘଣ୍ଟା ଲାଗିବନି ତାକୁ 40 କିଲୋମିଟର ଆସିବାକୁ ହେଲା, ଆକୁ ଲାଗିବ ହିନ୍ତି 30 କିଲୋମିଟର। ମାନେ 1 ଘଣ୍ଟା ପରେ ବାଇକ୍ ଅତିକ୍ରମ କରିଛି 40 କିଲୋମିଟର ସ୍ପିଡ, ଇଏ ହିଁ ଏପଟୁ ଆସିଥିବ 30 କିଲୋମିଟର ସ୍ପିଡ, ମାନେ 30 କିଲୋମିଟର ଡିଷ୍ଟାନ୍ସ। ଇଏ ଅତିକ୍ରମ କରିଛି କେତେ 40 କିଲୋମିଟର ଡିଷ୍ଟାନ୍ସ, ଇଏ ଅତିକ୍ରମ କରିଛି 30 କିଲୋମିଟର ଡିଷ୍ଟାନ୍ସ। ଏହା ଦେଖ ସାକ୍ଷାତ ପରେ କଣ ହେଲା ନା ମୋଟର ସାଇକେଲ ତାର ବେଗକୁ 10 କିଲୋମିଟର/ଆୱାର କମାଇ ଏ ପର୍ଯ୍ୟନ୍ତ ଜାରି ରଖେ। ଏବେ କଣ କରୁଛି ନା ସ୍ପିଡ କୁ କମେଇଗଲା, ମାନେ କଣ ସ୍ପିଡ ଟୁ, ସ୍ପିଡ କଣ କଲା ନା ସ୍ପିଡ ଅଫ ବାଇକ୍ ଡିକ୍ରିଜେସ୍, କେତେ ନା 10 କିଲୋମିଟର/ଆୱାର। ତାହେଲେ ନା ଆମ ସ୍ପିଡ କେତେ ହବ, 10 କିଲୋମିଟର ଖସେଇ ଦେଲା, ନା ସ୍ପିଡ କେତେ ହେଇଯିବ 10 କିଲୋମିଟର, 10 କିଲୋମିଟର/ଆୱାର ହେଲା। ତାପରେ କଣ ନା 10 କିଲୋମିଟର/ଆୱାର ମାନେ ଏତିକି କମାଇ ଏ ପର୍ଯ୍ୟନ୍ତ ଜାରି ରଖେ। ମାନେ ସିଏ ଏଇଠୁ ଏବେ ଏଇଠି ସ୍ପିଡ ତାର କେତେ ହେଇଯିବ ବାଇକ ର, ଏଇଠି ବାଇକ ର ସ୍ପିଡ ହେଇଯିବ 10 କିଲୋମିଟର/ଆୱାର ହେଲା। ଇଏ 10 କିଲୋମିଟର/ଆୱାର ରେ ଆସି ଏଇ ଯାକେ ଆସିବ। ଦେଖ ଇଏ 40 କିଲୋମିଟର ଅତିକ୍ରମ କରିଦେଇଛି, ଆଉ କେତେ କିଲୋମିଟର ବଞ୍ଚିଛି, ମାନେ 30 କିଲୋମିଟର ବଞ୍ଚିଛି ହଁ ନା ନାଇଁ। 1 ଘଣ୍ଟା ଭିତରେ ଇଏ କେତେ ବାଟ ଆଇଛି ହେରି 40 କିଲୋମିଟର ବାଇକ ଆସିଛି ହେରି, ଆଉ କେତେ ଘଣ୍ଟା ବି ବଞ୍ଚିଛି, ମାନେ ଆଉ ମାନେ କେତେ ଡିଷ୍ଟାନ୍ସ ଆଉ ବଞ୍ଚିଛି 70 କିମି ମାଇନସ 40 କିମି, ଆଉ 30 କିଲୋମିଟର। ମାନେ ଏଇଠୁ ସେ ଏଇଠୁ ଯିବ, ଏଇଠୁ ସେ ଏ କୁ ଯିବ, ଏଇଠୁ ଆଉ ଏ କୁ ଡିଷ୍ଟାନ୍ସ କେତେ 70 କିଲୋମିଟର। ସେ ପଚାରିଛି କଣ, ସେମାନଙ୍କ ସାକ୍ଷାତ ପରେ 2 ଘଣ୍ଟା ପରେ ଏ ରୁ ମୋଟର ସାଇକେଲ ଦୂରତା କେତେ। ସ୍ପିଡ ମାନେ ସ୍ପିଡ କଣ ବାଇକ ର 10 କିଲୋମିଟର/ଆୱାର, ଟାଇମ କେତେ ଦେଇଛି 2 ଘଣ୍ଟା ପରେ ମାନେ 2 ଆୱାର, ତାହେଲେ ଡିଷ୍ଟାନ୍ସ କେତେ ହେଇଯିବ, ଟାଇମ ଇଣ୍ଟୁ ସ୍ପିଡ 10 × 2 = 20, 20 କିଲୋମିଟର ହେଲା। ଏବେ ସେ କଣ ନା ଦଶ କିଲୋମିଟର/ଆୱାର ବେଗରେ 2 ଘଣ୍ଟା ପାଇଁ କେତେ ଯିବ 20 କିଲୋମିଟର, ମାନେକର ଏଇଠି ପହଞ୍ଚି ଯାଇଥିବ, ଏଇଠି 20 କିଲୋମିଟର, ଏଇଠୁ ଏତିକ 30 ସ୍ପିଡ, ଏଇଠୁ ଏତିକ 20, ବୁଝିଛ ନା ନାଇଁ, ଏଇଠୁ ଏତିକ 30, ଏଇଠୁ ଏତିକ 30, ଆଉ ସେ 10 କିଲୋମିଟର/ଆୱାର ରେ 2 ଘଣ୍ଟା ପାଇଁ କେତେ ଯିବ ନା 20 କିଲୋମିଟର ଯିବ। ତାହେଲେ ଏବେ ଦୂରତା କେତେ ଅଛି, ଆଉ ରିମେନିଂ ଦୂରତା କେତେ ରହିଲା 10 କିଲୋମିଟର। ତାହେଲେ କେତେ ଭାଗ ରହିଲା, ଏଇଠୁ ମୋଟର ସାଇକେଲ ଦୂରତା ଏବେ କେତେ ରହିଲା, ଏଇଠି ପହଞ୍ଚିଗଲା, ଏବେ କେତେ ରହିଲା, ଏଇଠୁ ଏତିକ 20, ଏଇଠୁ ଏତିକ 10, ତାହେଲେ କେତେ ନା ଡିଷ୍ଟାନ୍ସ ଲେଫ୍ଟ ଫ୍ରମ୍ ଏ ଇଜିକାଲ ଟୁ କେତେ 10 କିଲୋମିଟର ହେଲା। ଅପସନ କୋଉଟା ସି। ଯଦି 20 କିଲୋମିଟର ଦେଇଛି ତାହେଲେ, ଯଦି ତମର ହଁ ଏଟା ଯୋଉ ସିଫ୍ଟ ରେ ପଡିଛି, ଯଦି ଆନ୍ସର ଦେଇଛି ଆନ୍ସର ସିଫ୍ଟ ରେ ଅଛି ଯଦି 20 କିଲୋମିଟର, ଏଟା ତମେ କୋଶ୍ଚିନ୍ ଚ୍ୟାଲେଞ୍ଜ କରିପାରିବ, ଏଟା 20 କିଲୋମିଟର ହବନି 10 କିଲୋମିଟର ହିଁ ହଉଛି ହେଲା। ଯଦି ଏଟା ଡାଉଟ ରହିଲା ମୁଁ ଆଉଥରେ ବୁଝେଇବି, ଏଟା କମେଣ୍ଟ ବକ୍ସରେ ଜଣେଇବି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, if 20% of a number is added to 54, the sum becomes equal to the number 87 ହେଲା। ତାହେଲେ what is 80% of the same, ଯଦି ଏକ ସଂଖ୍ୟାର 20% କୁ 54 ସହିତ ଯୋଗ କରାଯାଏ, ତାର କଣ ହେଇଯାଏ, ତେବେ ଯୋଗଫଳଟି, ଯୋଗଫଳ ସେଇ ସଂଖ୍ୟା ସହ ସମାନ ହୁଏ ହେଲା। ସେଇ ସଂଖ୍ୟାର 80% କେତେ ହବ, ଦେଖ ଗୋଟେ ସଂଖ୍ୟା ନେଇଛ x, ତାର 20% କେତେ ହବ 20/100, ପୁରା ବେଶୀ ଇରେ କରିବା, କାହା ସହିତ ଯୋଗ କରିବା ନା 54 ସହିତ ଯୋଗ କରିବା, କେତେ ହେଇଯିବ ସେଇ ସଂଖ୍ୟା ହୁଏ, ସେଇ ସଂଖ୍ୟା କେତେ x ହେଲା। ଏବେ ନିଅ 20 × 50 = 100 ହେଲା, ତାମାନେ କେତେ ହେଇଯିବ x/5 ମିଶ୍ରଣ 54 ଇଜିକାଲ ଟୁ କେତେ ହେଇଯିବ x ହେଲା। ଏଇଟା ଏପଟକୁ ନେଇଯାଅ, ମାନେ କେତେ ହେଇଯିବ ଏଇଟା 54 ଇଜିକାଲ ଟୁ x ମାଇନସ x/5 ହେଲା। ତାହେଲେ 5x ମାଇନସ x କେତେ 4x/5 ଇଜିକାଲ ଟୁ କେତେ ହବ 54 ହେଲା। ଏବେ କାଟ, x ଇଜିକାଲ ଟୁ କେତେ ହବ 54 × 5/4 ହେଲା। 2 ରେ କାଟିଲେ କେତେ
ଦୁଇ ରେ କାଟିଲେ କେତେ 2 ଆଉ 2 ରେ କାଟିଲେ କେତେ 27 ହେଲା କେତେ ବାହାରିଲା ମାନେ 27 ଇଣ୍ଟୁ 5 ବାଇ 2 ସେ ଆମକୁ କଣ କହିଛି ଆଉ କଟିବନି ବୋଧେ 2 ରେ ନା ଆଉ କଟିବନି ସେ ପଚାରିଛି 80% ଅଫ ଦ ନମ୍ବର ସେଇ ସଂଖ୍ୟାର ଏଇ ସଂଖ୍ୟାଟା କେତେ ଏତିକ ହେଲା ମାନେ x ର 80% ବାହାର କରିବା x ର ଭାଲ୍ୟୁ କେତେ ବାହାରିଲା ଏବେ ଏତିକ r 80% ବାହାର କରିବ ତା ମାନେ 27 ଇଣ୍ଟୁ 5 ଆନ୍ସର ଏଇଠି ଲେଖିବା ଇଜିକାଲ ଟୁ 27 ଇଣ୍ଟୁ 5 ବାଇ 2 ର 80% ମାନେ 80 ବାଇ 100 ହେଲା 5 ରେ କାଟିଲେ କେତେ 20 20 ଦୁଗୁଣେ 40 ଦୁଗୁଣେ କେତେ 80 27 ଦୁଗୁଣେ କେତେ 54 ଅପସନ କୋଉଟା ଡି ନେକ୍ସଟ କ୍वेଶ୍ଚନ ଦେଖି क्वेश्चन नंबर 10 12,123 divided among x y z in such a way that if 284 147 and 264 are subtracted from their respective shares the remaining amount are in the ratio କେତେ 3 7 1 ହେଲା ତାହେଲେ କଣ find x share after subtraction 12,123 କୁ x y z ଙ୍କ ମଧ୍ୟରେ ଏପରି ଭାଗରେ ବିଭକ୍ତ କରାଯାଇଛି ଯେ ଯଦି 284 147 264 ସେମାନଙ୍କ ଭାଗରୁ ବିୟୋଗ କରାଯାଏ ତେବେ ଅବଶିଷ୍ଟ ପରିମାଣ 3 7 11 ଅନୁପାତରେ ରହିବ ହେଲା ଏଇ ଟାଇପର କ୍ୱେଶ୍ଚିନ କରାଯାଇଥିଲା ପ୍ରିଭିୟସ ସିଫ୍ଟରେ ହେଲା ବିୟୋଗ ପରେ x ର ଭାଗ କେତେ ଭାଗ ବାହାର କରିବା x ର ଭାଗ କେତେ ଦେଖ କେମିତି କରିବା 12,183 କୁ ଏତିକ ଭିତରେ ଭାଗ ମାନେ କଣ ଭାଗ ବଣ୍ଟା ହବ ମାନେ ବୁଝୁଛ ନା ନାଇଁ 12,123 କୁ x y z ଏ 3 ଜଣ ନେବେ ତାହେଲେ 3 ଜଣଙ୍କ ପଇସା ମିଶେଇକି 12,183 ହଁ ନା ନାଇଁ ମୁଁ ଲେଖିପାରିବି x ମିଶ୍ରଣ y ମିଶ୍ରଣ z 3 ଜଣଙ୍କ ପଇସା ମିଶେଇକି କେତେ ହବ ନା 12,123 କ୍ୱେଶ୍ଚିନ ଦେଇଛି ତାପରେ କଣ ନା ତାଙ୍କ ପଇସାରୁ ଏତିକ କଣ କର ମାନେ ସବଟ୍ରାକ୍ଟେଡ କରା ହେଲା ତାଙ୍କ ଭାଗରୁ ଏତିକ କଣ କରାହବ ଫେରଣ କରାହବ ଦେଖ ଏଠି ଯେ ଯଦି ଏତିକ ଫେରଣ କରିବା ଏବେ ଫେରଣ କରାଯାଏ ମାନେ କେତେ ଟୋଟାଲ ଫେରଣ କରିବା ମାନେ ଟୋଟାଲ ସବଷ୍ଟ୍ରାକ୍ଟେଡ କେତେ କରିବା ନା ପ୍ରଥମେ କରିବା 284 ଟଙ୍କା ତାପରେ କେତେ କରିବା ନା 147 ଟଙ୍କା ତାପରେ କେତେ କରିବା ଏଇଟା ପ୍ଲସ ଟା ଏଇଠି ରହିବ ତାପରେ କେତେ କରିବା ନା 264 ଟଙ୍କା ଟୋଟାଲ ଏତିକି ଟଙ୍କା ଆମେ ସବଟ୍ରାକ୍ଟେଡ କରିବା ମାନେ କଣ ଫେରଣ କରିବା ସୋ ଏଟା ପିଲାମାନେ ଏଟା ଭୁଲ ଅଛି ମାନେ ଭୁଲ ଏଇଟା ଅଛି ମାନେ କୋଉଟା ଏଇଟା 84 ହବ ଆନ୍ସର ହେଲା ତମେ ଯାଇକି ସିଫ୍ଟ ଚେକ୍ କରିବ ମୁଁ ଏଟା କାଟି ଦଉଛି ଏଟା 84 ହବ ହେଲା କେବଳ 84 ଟଙ୍କା ଆମେ ସବଟ୍ରାକ୍ଟେଡ କରିବା ହେଲା ଏଇଟା 84 ଏଇଟା 47 ଠିକ ଅଛି କିନ୍ତୁ ଏଇଟା 84 ହେଲା ଏଇଟା ହିନ୍ତି 47 ଟଙ୍କା ଆଉ ଏଇଟା କେତେ ହବ ଏଇଟା ବି 64 ଟଙ୍କା ଏ ଉପର ସଂଖ୍ୟା ଯୋଉ ଆରମ୍ଭ ସଂଖ୍ୟାରେ କାଟିଦିଅ ଏଇଟା ହବନି ହେଲା କେବଳ 47 ଟଙ୍କା ମାଇନସ କରାହେଇଛି 64 ଟଙ୍କା ଏଇଟା ହିନ୍ତି ଦୁଇଟା କାଟିଦିଅ ତମେ ଯାଇକି ଚେକ୍ କରିବ ଏଟା କୋଶ୍ଚିନ୍ ହେଲା ଏଟା 84 ଟଙ୍କା ମାଇନସ କରାହେଇଛି 47 ଟଙ୍କା ମାଇନସ କରାହେଇଛି ଆଉ 64 ଟଙ୍କା ମାଇନସ କରାହେଇଛି ହେଲା ତାହେଲେ ଏଇଟା କେତେ ଟଙ୍କା ଏଟା କାଟିଦବା ଆମେ ଟୋଟାଲ ସବଟ୍ରାକ୍ଟେଡ କେତେ ପ୍ରଥମେ କରାହେଇଛି 84 ଟଙ୍କା ତାପରେ କେତେ ଟଙ୍କା କରାହେଇଛି 47 ଟଙ୍କା ଆଉ ତାପରେ କେତେ ଟଙ୍କା କରାହେଇଛି ନା 64 ଟଙ୍କା କରାହେଇଛି ତାହେଲେ କେତେ ହେଲା ମିଶେଇବା ଚାରି 8 7 15 5 ରେ ମିଳିଲା କେତେ 1 6 4 10 8 18 ଏକ ଟୋଟାଲ 195 ଟଙ୍କା ମାଇନସ କରାହେଇଛି ତାହେଲେ ରିମେନିଂ ଆମାଉଣ୍ଟ କେତେ ନା ରିମେନିଂ ଆମାଉଣ୍ଟ କେତେ ରହିଲା ତାହେଲେ ଏତିକ ମାଇନସ କରାଗଲା ପରେ ଏବେ ଦେଖିବା ରିମେନିଂ ଆମାଉଣ୍ଟ ଇଜିକାଲ ଟୁ କେତେ ନା 12,123 ମାଇନସ 195 ହେଲା ଏଇଟା ହବ ରିମେନିଂ ଆମାଉଣ୍ଟ 13 5 ଗଲେ କେତେ 8 ଏଇଟା ତାପରେ କେତେ ହବ 11 ଟଙ୍କା ଗଲେ 2 ତାପରେ କେତେ 9 11 ହେଲା 11,928 ଟଙ୍କା ତାପରେ କଣ ଦେଇଛି ନା ଏଇ ପଇସାକୁ ରିମେନିଂ ଆମାଉଣ୍ଟକୁ ତାଙ୍କ ଏତିକି ରେସିଓରେ ଭାଗ କରାହେଇଛି ଏଇଠି ଦେଖ ରିମେନିଂ ଆମାଉଣ୍ଟ ଆର ଇନ୍ ଦ ରେସିଓ ଏତିକି ହେଲା ରିମେନିଂ ଆମାଉଣ୍ଟ କେତେ ନା ଏତିକ ରେସିଓ ଅଛି ତାହେଲେ 11,928 କାହାର ରେସିଓ ହବ ଏତିକର ଭାଲ୍ୟୁ ହବ ହଁ ନା ନାଇଁ ଏଇଟା ବି କ୍ୱେଶ୍ଚିନ୍ କରିଛି ପ୍ରିଭିୟସ ଲେକ୍ଚରରେ 11,000 ମାନେ 11,928 କାହାର ଭାଲ୍ୟୁ ହବ 7 3 10 ମିଶଣ 11 ହେଲା କେତେ ଭାଲ୍ୟୁ ହବ ନା 7 ମିଶ୍ରଣ 3 ମିଶ୍ରଣ 11 ଭାଲ୍ୟୁ ହବ ଆମକୁ ଦରକାର କାହାର ଭାଲ୍ୟୁ x ର ଭାଲ୍ୟୁ କେତେ 3 ୟୁନିଟ ର ଭାଲ୍ୟୁ ବାହାର କର
ଯେ 11,928 ମିଶିଲେ କେତେ ଏଟା 21 ହେଲା 3 10 11 ଇଣ୍ଟୁ 3 ହେଲା 21 ରେ କାଟିଲେ କେତେ 21 ପଞ୍ଚା 105 ହେଲା ତାପରେ କେତେ ହବ 21 ହବ 126 ଆଉ ହେଲା 21 ଅଷ୍ଟା ବାକି ଦବ ଟିକେ ଆଡ 16 ହେଲା 168 ରେକର୍ଡ ଦବ ଏବେ ଏଟା ଗୁଣି ଦିଅ 8 ତିରିକି 24 4 କିଣିଲା କେତେ 2 6 ତିରିକି 18 2 କେତେ 20 0 କିଣିଲା କେତେ 2 5 ତିରିକି 15 2 17 1704 1704 ଅପସନ ବି ହେଲା next question देखिए question number 11 one pipe can fill a tank in 8 minutes while another pipe can empty the full tank in about 32 minutes if both pipes are open together then the tank is empty ହେଲା in how many minutes will three pipes open the tank 3/4 of the tank will be filled ଦେଖ क्वेश्चन ओडिया रे पढ़िया गोटे पाइप 8 मिनिट रे ଏକ ଟାଙ୍କିକୁ ପୂର୍ଣ୍ଣ କରିପାରିବ ଯେତେବେଳେ ଅନ୍ୟ ଏକ ପାଇପ ପୂର୍ଣ୍ଣ ଟାଙ୍କିକୁ 32 ମିନିଟରେ ଖାଲି କରିପାରିବ ହେଲା ଯଦି ଟାଙ୍କିଟି ଖାଲି ଥିବା ସମୟରେ ଉଭୟ ପାଇପ ଏକାଠି ଖୋଲାଯାଏ ତେବେ ଟାଙ୍କିର 3/4 ପୂର୍ଣ୍ଣ ହେବାକୁ କେତେ ମିନିଟ ଲାଗିବ ଦେଖ ଏଇ ଟାଇପର କ୍वेଶ୍ଚନ ବି କରାହେଇଛି ହେଲା ଏ କାମ କରୁଛି କଣ ଟାଙ୍କି ଫୁଲ କରୁଛି ମାନେ 8 ମିନିଟ ଆଉ ବି କଣ କରୁଛି ଟାଙ୍କି ଖାଲି କରୁଛି ମାନେ ନେଗେଟିଭ କାମ 32 ମିନିଟ 32 ମିନିଟ ଟାଙ୍କି ଖାଲି करे ମାନେ କଣ ଟାଙ୍କି ଖାଲି କରୁଛି ନେଗେଟିଭ କାମ କରୁଛି ଏଲସିଏମ ଗଲେ କେତେ 32 8 ଚौक 32 32 के 32 -4 ହେଲା ତାପରେ क्वेश्चन କଣ ଦେଇଛି ନା ଟୋଟାଲ ୱାର୍କ ତାହଲେ ୱାର୍କ ଏବେ କେତେ ନା ୱାର୍କ ଇଜିକାଲ ଟୁ କେତେ ହବ ଟୋଟାଲ ୱାର୍କ ନୁହଁ ୱାର୍କ 3 ଚତୁର୍ଥାଂଶ ମାନେ ୱାର୍କ ର 3/4 ୱାର୍କ କେତେ 32 ଇଣ୍ଟୁ ତାର କେତେ 3/4 ମାନେ 3/4 4 ଅଷ୍ଟା 32 ମାନେ କେତେ 8 ତିରିକି 24 ତାহଲେ ଟୋଟାଲ ଟାଇମ ହବ a ପ୍ଲସ b ଇଜିକାଲ ଟୁ ୱାର୍କ କେତେ ଆମର ରହିଲା 24 ବାଇ କେତେ 4 ମାଇନସ 1 ତାକୁ ଏଫିସିଏନ୍ସି ୱାର୍କ ଅପନ ଏଫିସିଏନ୍ସି ନୁହେଁ କି 24/3 8 ଅପସନ କୋड ଡି ହେଲା ନେକ୍ସଟ क्वेश्चन देखिए a solid sphere of radius 9 semi is melted and drawn into a wire ହେଲା of a uniform circular cross section having radius 1 cm what is the length of the wire wire ର ଲେନ୍ଥ କେତେ ଦେଖ ଏକ ସଲିଡ ସ୍ପିଅର କେମିତି ଏଇ ଟାଇପର ହେଲା ଆଉ ଏଇ ଟାଇପର ଏଇଟା 3D ଭଳିଆ ଦେଖାଯିବ ଏଇଟା କୁହନ୍ତି ସ୍ପିଅର ହେଲା 3D ଭଳିଆ ହବ ଏଇଟା ଗୋଟେ ସ୍ପିଅର ମାନେ ଫୁଟବଲ କହିପାରିବ ତମେ ସ୍ପିଅର ହେଲା ମାନେ ସର୍କଲ ଟାକୁ ଆମେ 3D ଭଳିଆ ଦେଖିବା ଏଇଟା କୁହନ୍ତି ସ୍ପିଅର ସ୍ପିଅର କଣ କରାହେଇଛି ନା କୁ ମେଲ୍ଟ କରାହେଇଛି ମେଲ୍ଟିଂ କରାହେଇଛି ହେଲା ଆକୁ ନିଆଁ ଫିଆଁ ଚେଙ୍ଗା ହେଇଛି ମେଲ୍ଟିଂ କରାହେଇଛି ମେଲ୍ଟିଂ କରାହେଇ କଣ କରାହେଇଛି ନା ଗୋଟେ କଣ ୱେୟାର କରାହେଇଛି ୱେୟାର ଟା ତମର ଦେଖିବାକୁ କେମିତି ପାଇ ଭଳିଆ ନୁହଁ ଏଠି ଏଇ ଟାଇପର ଗୋଟେ ଦେଖିବାକୁ ହେଲା ଏଇ ଟାଇପର ଗୋଟେ ୱେୟାର କରାହେଇଛି ମାନେ ଏଇପଟୁ ଏଇ ତମ୍ବା ତାର ଯାଇଥିବ ଏଇପଟୁ ଯୋଉଟା ଇଲେକ୍ଟ୍ରିକ ଆଉ ଏଇଟା କଣ ପିଭିସି ହଁ ନା ନାଇଁ ଦେଖିନି ୱେୟାର ଏଇଟା ପିଭିସି ଆଉ ଏଇଟା କହନ୍ତି ତାର ଯାଇଥିବ ଯୋଉଠୁ ଇଲେକ୍ଟ୍ରିକ ପାସ୍ କରିବ ଏଇଟା ଗୋଟେ ସିଲିଣ୍ଡର ଭଳିଆ ଦେଖାଯିବ ହେଲା ଏ ସିଲିଣ୍ଡର ରେଡିୟସ କେତେ ନା 1 ସେମି ସେ ଦେଇଛି 1 ସେମି ଆର ରେଡିୟସ କେତେ 9 ସେମି ଆଉ ସିଲିଣ୍ଡର ରେଡିୟସ ହଉଛି 1 ସେମି having radius 1 ସେମି what is the length of the wire ଲେନ୍ଥ ମାନେ ଏଇଠୁ ଏତିକ ହେଲା ଏଇଠୁ ଏତିକ କଣ ନା ଲେନ୍ଥ ମାନେ କଣ ହାଇଟ୍ ବାହାର କରିବା ଆଉ କଣ ଏଇଟା ରେଡିୟସ ଦେଇଛି ଏଟା ଲେନ୍ଥ ପଚାରୁଛି ମାନେ ନର୍ମାଲ ହାଇଟ୍ ହିଁ ବାହାର କରିବା ହେଲା ବାହାର କର ଏବେ ଦେଖ ମେଲ୍ଟିଂ କରାହେଇଛି ମାନେ କଣ ଆଗ ଭଲ୍ୟୁମ ଇକ୍ୱାଲ କରିବା ହେଲା ମନେ ରଖିଥିବେ ଯେତେବେଳେ ଏଇଠୁ ଏତିକ ଟ୍ରାନ୍ସଫର କରିବା ମାନେ ଏରିଆ ନୁହଁ ଭଲ୍ୟୁମ ଇକ୍ୱାଲ କରିବା ହେଲା ମାନେ ସ୍ପିଅର ଭଲ୍ୟୁମ ଇଜିକାଲ ଟୁ କେତେ ହବ ଏଟା ମନେ ରଖିଥିବେ ଯେତେବେଳେ ମେଲ୍ଟିଂ କରିବା ଭଲ୍ୟୁମ ହିଁ ଇକ୍ୱାଲ କରିବା ସ୍ପିଅର ଭଲ୍ୟୁମ ଇଜିକାଲ ଟୁ କେତେ ହବ ନା ସିଲିଣ୍ଡର ଭଲ୍ୟୁମ ହେଲା ଏରିଆ ହବନି ଭଲ୍ୟୁମ ଇକ୍ୱାଲ ହବ ସିଲିଣ୍ଡର ଭଲ୍ୟୁମ ସ୍ପିଅର ଭଲ୍ୟୁମ କଣ ନା 4/3 ପାଇ ଆର କ୍ୟୁବ ଇଜିକାଲ ଟୁ କେତେ ନା ସିଲିଣ୍ଡର ଭଲ୍ୟୁମ କଣ ବେସ୍ ଏରିଆ ଇଣ୍ଟୁ ହାଇଟ୍ ମାନେ ପାଇ ଆର ସ୍କୋୟାର ଇଣ୍ଟୁ ଏଚ୍ ହେଲା କଣ କଟୁଛି ପାଇ କୁ ପାଇ କାଟି ଯାଉଛି ହେଲା ତାହେଲେ 4/3 ଇଣ୍ଟୁ ଆର କ୍ୟୁବ କେତେ 9 ଇଣ୍ଟୁ 9 ଇଣ୍ଟୁ 9 ସ୍ପିଅର ରେଡିୟସ ଆର କେତେ ନା 1 ଇଣ୍ଟୁ 1 ଇଣ୍ଟୁ କେତେ ଏଚ୍ ହେଲା ଏଇଟା କେତେ ହବ 3 ତିରିକି 9 ହେଲା ଆଉ ତ କଟୁନି ତାହେଲେ ଏଚ୍ ଇଜିକାଲ ଟୁ କେତେ ବାହାରିଲା ତାହେଲେ 9 9 81 ତିରିକି କେତେ 9 9 81 ତିରିକି 3 କେ 3 ମାନେ ଏଇଟା କେତେ ହବ 81 ଇଣ୍ଟୁ 3 ଇଣ୍ଟୁ 4
କେତେ ହେଲା ଏଟା 3 କେ 3 8 3 24 ହେଲା ମାନେ ଏଟା ସୁଧା ଗୁଣିତ 4 3 12 ଇଣ୍ଟୁ 81 81 ଇଣ୍ଟୁ 3 କେତେ ହବ ଏଟା 3 କେ 3 8 3 24 243 ଇଣ୍ଟୁ କେତେ ନା 9 ହେଲା ସରି 4 4 9 9 81 4 କେତେ ହବ ଏଟା 3 ଚଉକୁ 12 1 24 ଚଉକୁ 96 1 97 972 କଣ ବାହାରିଲା ସେଣ୍ଟିମିଟର ବାହାରିଲା ହେଲା ଏଥିରେ ସେଣ୍ଟିମିଟର ଅଛି ଏଥିରେ ବି ସେଣ୍ଟିମିଟର ଅଛି ଆମକୁ ପଚାରୁଛି ମିଟରରେ ତାହେଲେ ମିଟର କେମିତି କରିବା ନା ଏଚ ବାଇ 1 ମିଟର ଇଜିକାଲ ଟୁ 100 ସେଣ୍ଟିମିଟର ସେଟା ଗୁଣିତ 972 ବାଇ କେତେ ଅଛି 100 9.72 ମିଟର ଅପସନ କୋଉଟା ଏ next question देखिए Ranjit bought two mobiles at the same price ହେଲା he sold at a 20% profit and another at a 10% loss what is the overall profit or loss percentage ହେଲା ଦେଖ ରଞ୍ଜିତ ସମାନ ମୂଲ୍ୟର ଦୁଇଟି ମୋବାଇଲ ଫୋନ କିଣିଲେ ହେଲା ଯଦି ଗୋଟିଏକୁ 20% ଲାଭରେ ଏବଂ ଅନ୍ୟଟିକୁ 10% କ୍ଷତିରେ ବିକ୍ରି କଲେ ତାହାର ତାଙ୍କର ମୋଟ ଲାଭ ପ୍ରତିଶତ କେତେ ଏଇଟାକୁ ଆମେ କରିବା ଇଣ୍ଡିକେସନ ହେଲା ତମେ ଏଟା ରେସିଓରେ ଚାହିଁଲେ କରିପାରିବ ହେଲା ରେସିଓରେ କେମିତି କରିବ ମାନେ କଷ୍ଟ ପ୍ରାଇସ୍ ଆଉ ସେଲିଂ ପ୍ରାଇସ୍ ମାନେ ଏଠି ଲେଖିବ ରେସିଓ ନେଇକି କରିପାରିବ ହେଲା ଏଠି 5 6 ହେଇପାରିବ 20% ପ୍ରଥମେ 5 6 ତାପରେ ଏଠି 9 10 ଏଟାକୁ ଇକ୍ୱାଲ କରିବ କଷ୍ଟ ପ୍ରାଇସ୍ ଯେହେତୁ ସମାନ ମୂଲ୍ୟ ଦେଇଛି ନା କଷ୍ଟ ପ୍ରାଇସ୍ ହେଲା ତାହେଲେ କିଣା ମୂଲ୍ୟ ଦିଟାକୁ ସମାନ କିଣା ମୂଲ୍ୟ ଦିଟାକୁ ସମାନ କରିକି ବାହାର କରିବ ଏଟା ତମେ ଏମିତି କରିପାରିବ ରେସିଓ ମେଥଡରେ କିମ୍ବା ଏଲିଗେସନ ମେଥଡରେ କରିପାରିବ ତ ଆମେ ଏଲିଗେସନ ମେଥଡରେ ହିଁ କରିବା ଦେଖନ୍ତୁ ଏଲିଗେସନ ମେଥଡ କେମିତି ନା ଦିଟା ଜିନିଷକୁ ନେଇ ଯଦି ଗୋଟେ ହବ ତାକୁ କହନ୍ତି କଣ ତାକୁ ଆମେ ଏଲିଗେସନ ମେଥଡରେ କରିବା ହେଲା ଏଠି ଦେଖ ଦିଟା ଜିନିଷ ଦେଇଛି ଗୋଟେ 20% ଆଉ ଗୋଟେ 10% ହେଲା ତାମାନେ ଆମେ ଏଲିଗେସନ ମେଥଡରେ କରିବା ଦେଖ ପ୍ରଥମେ ମନେକର 20% ପ୍ରଥମ ଆଇଟମକୁ ମନେକର ଆଇଟମ ଏ ନେଇଛ ଗୋଟେ ଆଇଟମ ବି ନେଇଛ ମୋବାଇଲ ଏ ମୋବାଇଲ ବି ପ୍ରଥମ ମୋବାଇଲକୁ ସିଏ କଣ ନା 20% ପ୍ରଫିଟରେ ବିକିଲା ଆଉ ସେକେଣ୍ଡ ଟାକୁ କେତେ ନା 10% ପ୍ରଫିଟରେ ବିକିଲା ହେଲା ଓଭରଅଲ କେତେ ଆମେ ଜାଣିନେ ନିଜ X% କଷ୍ଟ ପ୍ରାଇସ୍ ଟା କେତେ ନା ଆର କଷ୍ଟ ପ୍ରାଇସ୍ 1 ଆର କଷ୍ଟ ପ୍ରାଇସ୍ ବି 1 ଦି ଜଣଙ୍କ କଷ୍ଟ ପ୍ରାଇସ୍ ମାନେ ଦି ଜଣଙ୍କୁ ଏକା ଦରରେ କିଣିଥିଲେ ମାନେ ରେସିଓ ନେଲେ ଆର ଯେତିକି କଷ୍ଟ ପ୍ରାଇସ୍ ଆର ସେତିକି କଷ୍ଟ ପ୍ରାଇସ୍ ବୁଝିପାରୁଛ ନା ନାଇଁ ମାନେ ରେସିଓ ନେଲେ 1 1 ହେଇଯିବ ଏବେ କର X ର ଭାଲ୍ୟୁ 20 କେ 20 20 ଇଣ୍ଟୁ 1 ମିଶାଣ -10 ଇଣ୍ଟୁ 1 ବାଇ କେତେ 1 ମିଶାଣ 1 କେତେ 2 20 କେ 20 -10 ବାଇ 2 20 10 ଗଲେ କେତେ 10 ବାଇ 2 5% ପ୍ରଫିଟ ତାହେଲେ ଓଭରଅଲ୍ ତାର ମୋଟ ଲାଭ କେତେ ହେଲା 5% ହିଁ ଲାଭ ହେଲା ଅପସନ କୋଉଠି ଅଛି ସି ହେଲା ନେକ୍ସଟ କ୍ୱେଶ୍ଚିନ୍ କରିବା କ୍ୱେଶ୍ଚିନ୍ ନମ୍ବର 14 The arithmetic mean of the observation 26 55 26 25 55 41 29 64 86 56 32 ହେଲା ଏତିକ ସଂଖ୍ୟାର ହାରାହାରି ମାନେ କଣ ଆଭରେଜ ବାହାର କଲେ ମୁଁ କହିଥିଲି ଆଭରେଜର ଫର୍ମୁଲା କଣ ଆଭରେଜର ଫର୍ମୁଲା ହଉଛି ସମ ଅପନ ନମ୍ବର ସଂଖ୍ୟା ମାନଙ୍କର ସମଷ୍ଟି ବାଇ ନମ୍ବର ହେଲା ମାନେ କଣ କରିବ ଏତିକ ସଂଖ୍ୟା ଗୁଡିକୁ ମିଶେଇବ ମାନେ 1 2 3 4 5 6 7 8 9 9ଟା ସଂଖ୍ୟା ଗୁଡିକୁ ମିଶେଇବ ବାଇ ନମ୍ବର କେତେଟା ଟୋଟାଲ 9ଟା ହେଲା ମାନେ 26 ମିଶ୍ରଣ 25 ଏତିକ ସଂଖ୍ୟା ମିଶ୍ରଣ ଫଳ ବାଇ 9 ଏମିତି ବାହାରି ଆଭରେଜ ଆଉ ଗୋଟେ କେମିତି କହିଥିଲି ଡେଭିଏସନ ମେଥଡ ପ୍ରୟୋଗ କରିକି ବାହାର କରିବା ଦେଖ ଡେଭିଏସନ ମେଥଡର ମନେକର ଆଗ ଲେଖିଥିବ ସଂଖ୍ୟା ଗୁଡିକ ଡେଭିଏସନ ମେଥଡ କରିବା କେମିତି ନା ଆଗ ସଂଖ୍ୟା ଗୁଡିକ ଲେଖିଥିବ 26 ତାପରେ କେତେ ଦେଇଛି 25 ତାପରେ କେତେ ଦେଇଛି 55 ତାପରେ 41 29 64 86 56 32 9ଟା ସଂଖ୍ୟା ହେଲାଣି ଦେଖିବା 1 2 3 4 5 6 7 8 9 9ଟା ସଂଖ୍ୟା ହେଲା ଡେଭିଏସନ କେମିତି କରିବା ମନେକର ଆମେ ଜାଣିନେ ଆଭରେଜ କେତେ ମନେକର ଆଭରେଜ ନେଇଯାଅ 50 ଆମେ ଜାଣିନେ ଆଭରେଜ କେତେ ମନେକର ଆଭରେଜ ନେଇଯାଅ 50 ଏବେ କଣ କରିବା 26 ରୁ 50 ପଡିଆ 26 ମାଇନସ 50 କେତେ ହବ 26 ରୁ 50 ଗଲେ କେତେ ହବ -24 ହେଲା ତାପରେ 25 ମାଇନସ 50 କେତେ ହବ -25 ତାପରେ କେତେ ହେଇଯିବ ଏଟା +5 ହେଲା 50 55 ମାଇନସ 50 +5 ଏଟା କେତେ ହେଇଯିବ -9 ହେଲା ତାପରେ କେତେ ହେଇଯିବ ହେଲା ଏଇଟା 29 ରୁ ଫେଡିଆ 30 ହେଇଥିଲେ 20 ହେଇଥାନ୍ତା 29 ହେଇଥିଲେ କେତେ 29 ଯେହେତୁ ଅଛି କେତେ ହବ -21 ତାପରେ କେତେ ହେଇଗଲା +14 ତାପରେ +6 ହେଲା ଆଉ ତାପରେ କେତେ 32 ମାଇନସ 50 କେତେ -18 ହେଲା
ଆଉ ଗୋଟେ କଣ ଛାଡ଼ିଦେଲେ କି 86 ଛାଡ଼ିଦେଲେ ସରି। 86 ମାଇନସ୍ 50 ପ୍ଲସ୍ 36 ତାପରେ 6 ମାଇନସ୍ 18 ବାଇ ଟୋଟାଲ ନମ୍ବର କେତେ 1 2 3 4 5 7 8 9 ବାଇ 9 ହେଲା। ଏବେ ଆଗ ମାଇନସ୍ ରାକୁ ମିଶେଇଦବା। ଦେଖ -24 ମାଇନସ୍ 25 କେତେ -49 ମିଶ୍ରଣ 5 କେତେ ହେଲା 9 ରୁ 5 ଗଲେ 4 ମାନେ କେତେ ହେଲା -44 ହେଲା। -44 ଏଟା ମିଶିଲେ କେତେ ମାନେ -9 -21 ମିଶିଲେ -30 ମାନେ -44 -30 ମିଶିଲେ କେତେ -64 ଏପଟେ ରହିଗଲା -64 ଏପଟେ ପ୍ଲସ୍ ସଂଖ୍ୟା ଗୁଡ଼ିକୁ ମିଶେଇ ଦିଅ। କେତେ ବାଟ 36 ରୁ 18 ଗଲେ ଦେଖ 36 ରୁ 18 ଗଲେ 18 ହଁ ନାଇଁ 36 ମାଇନସ୍ କେତେ 18 18 ଆଉ 14 ରୁ 6 ଗଲେ 14 ରୁ 6 ମିଶିଲେ 20 20 ମିଶନ 18 କେତେ 29 ହେଲା 29 ବାଇ 9 ଡେଭେଡ ହବ 14 ରୁ 8 ଗଲେ କେତେ 6 7 ରୁ 3 6 ରୁ 3 ଗଲେ 6 ରୁ 3 ଗଲେ କେତେ 3 ମାଇନସ୍ 36 ବାଇ 9 କେତେ ବାହାରିଲା -4 ଆମର ଆଭରେଜ କେତେ ନେଇଥିଲେ ଆମେ 50 ଆଭରେଜ ନେଇଥିଲେ କେତେ 50 ନେଇଥିଲେ ଆଭରେଜ ତାହେଲେ ରିଅଲ ଆଭରେଜ କେତେ ହବ ରିଅଲ ଆଭରେଜ ଇଜ ଇକ୍ୱାଲ ଟୁ 50 ମାଇନସ୍ 4 ଇଜ ଇକ୍ୱାଲ ଟୁ କେତେ ହବ 46 ଅପସନ କୋଉଟା ସି ହେଲା। ନେକ୍ସଟ କ୍वेଶ୍ଚନ ଦେଖେ ନା ଶପକିପର ବଟ 300 ରାଇଟିଂ ପ୍ୟାଡ୍ସ ମୋର 15,000 ହି ରିସିଭଡ୍ 30 ରାଇଟିଂ ପ୍ୟାଡ୍ସ ଫ୍ରି ହେଲା। at what profit percentage should he sell them ଜଣେ ଦୋକାନୀ 15,000 300ଟି ରାଇଟିଂ ପ୍ୟାଡ୍ କିଣିଲେ ଏବଂ 30ଟି କଣ ରାଇଟିଂ ପ୍ୟାଡ୍ ମାଗଣାରେ ପାଇଲେ ହେଲା। ତେବେ ସେଗୁଡ଼ିକୁ କେତେ ପ୍ରତିଶତ ଲାଭରେ ବିକ୍ରି କରିବା ଉଚିତ କେତେ ପ୍ରତିଶତ ଲାଭ କରିବେ କେତେ ପ୍ରତିଶତରେ କଣ ନା ବିକ୍ରି କରିବା ଉଚିତ କେତେ ଲାଭ କରିବା କେତେ ବିକ୍ରି କରିବା ଦେଖ 15,000 କିଛି ଆବଶ୍ୟକ ନାହିଁ ହେଲା। ଏ 15,000 କିଛି ଦରକାର ନାହିଁ 15,000 ଦେଇଥାଉ 15 ଲକ୍ଷ ଦଉଥାଉ ଯାହା ଦଉଛି ଏରା କିଛି ଦରକାର ନାହିଁ ହେଲା। ଦେଖ 300ଟି କିଣିଲା 300ଟି କିଣିଲା ଫ୍ରି ପାଇଲା କେତେଟା 30 ପାଇଲା ଫ୍ରି ମାନେ 30ଟା ତାହେଲେ ହେଲା ପ୍ରଫିଟ ବୁଝାଯାଉଛି ନା ନାଇଁ ମାନେ 300ଟା କିଣିଲା 30 ଟଙ୍କା କଣ କଲା ଅଧିକ ପାଇଲା 300ଟାର ବୁଝାଯାଉଛି ନା ନାଇଁ ମାନେ 300ଟା ଜିନିଷ କିଣିଲା 30ଟା ଅଧିକ ପାଇଲା ତାହେଲେ କେତେ ଟଙ୍କା ପ୍ରଫିଟ ପାଇଲା 30 ବାଇ 300 ଇଣ୍ଟୁ 100 ହେଲା। ହେଲେ କେତେ 10 10ରେ ଗୋଟେ କାଟିଲେ 10% ପ୍ରଫିଟ ଅପସନ କୋଉଟା ଏ ନେକ୍ସଟ କ୍ୱେଶ୍ଚନ in a division is the divisor is if the in a divisor is 20 times the quotient ହେଲା and 5 times the remainder if the remainder is 76 then find the dividend ଏ ତ ଭାଗ କ୍ରିୟା ପ୍ରକ୍ରିୟାରେ ଭାଜକଟି ଭାଗଫଳର 20 ଗୁଣ ଏବଂ ଭାଗ ଶେଷରେ 5 ଗୁଣ ଅଟେ ହେଲା। ଯଦି ଭାଗ ଶେଷ 76 ହୁଏ ତେବେ ଭାଜ୍ୟ କେତେ ହବ ବାହାର କରିବା ଭାଜ୍ୟ କେତେ ହେଲା ବାହାର କର ଏଠି ମୁଁ ଲେଖୁଛି ତମେ ପଢିଥିବ ପିଲାମାନେ କଣ ନା ଭାଜ୍ୟ ଏଇଠି ଲେଖ ଭାଜ୍ୟ ଏଇଠି କଣ ରହିବ ଭାଜକ ହଁ ଏଇଠି କଣ ରହୁଛି ନା ଭାଗ ଫଳ ଆଉ ତଳେ କଣ ରହୁଛି ନା ଭାଗ ଶେଷ ହେଲା। କୋଶ୍ଚିନ୍ ଦେଇଛି କେନ କୋଶ୍ଚିନ୍ କଣ ଦେଇଛି ମନେକର ଭାଜ୍ୟକୁ ନେଇଛ x ହେଲା ଏଇଠି ମୁଁ ଲେଖୁଛି ପରେ ହେଲା ଭାଜ୍ୟକୁ ଲେଖ ମନେକର x ଆଉ ଭାଗ ଶେଷ ତ ଜାଣା ନାହିଁ ହେଲା ଭାଗ ଶେଷ ତ ଜଣା ନାହିଁ କଣ ଭାଗ ଶେଷ ଦେଇଛି ରିମାଇଣ୍ଡର ମାନେ ଭାଗ ଶେଷ ହେଲା ଭାଗ ଶେଷ 76 ଯଦି ଭାଗ ଶେଷ 76 ତାହେଲେ ଭାଗ ଫଳ କେତେ ଦେଇଛି ଭାଗ ଫଳ ର 20 ଗୁଣ କୋଉଟା ଭାଜକ ଏବଂ ଭାଗ ଶେଷର 5 ଗୁଣ ଅଟେ ଭାଗ ଶେଷର 5 ଗୁଣ କୋଉଟା ଭାଜକ ଦେଖ ଭାଗ କିରେ ଭାଜକଟି ଭାଗ ଫଳର 20 ଗୁଣ ଏବଂ ଭାଗ ଶେଷର 5 ଗୁଣ ମନେକର ଭାଗ ଶେଷ ଯଦି 76 ହୁଏ ତାହେଲେ ଭାଜକ କେତେ ହବ 76 ଇଣ୍ଟୁ 5 ମାନେ କେତେ ହବ 76 ଇଣ୍ଟୁ 5 ଆଉ ଭାଗ ଫଳ କେତେ ହବ ମାନେ ଏଇଟା 20 ଗୁଣ ହେଇକି ମାନେ ବୁଝୁଛ ନା ନାଇଁ ମାନେ ଏଇଟା ଆର 20 ଗୁଣ ସେ ଦେଇଯିବା ଭାଗ ଫଳର 20 ଗୁଣ ମାନେ ଭାଗ ଫଳ ନେଇଛ y ହେଲା y ର 20 ଗୁଣ ହଉଛି ଏଇଟା ମାନେ y ଇଣ୍ଟୁ 20 ଇଜିକାଲ କେତେ ହବ 76 ଇଣ୍ଟୁ 5 ହେଲା 76 5 ମିଶିଲେ କେତେ 5 30 5 35 3 38 38 ଗୋଟେ ଶୂନ କାଟିଦିଅ ଦୁଇରେ କାଟିଲେ କେତେ 19 ବୁଝିଲ ନା ନାଇଁ ତାହେଲେ ଭାଗ ଫଳ କେତେ ବାହାରିଲା 19 ହେଲା ଇଏ ଆର ଯଦି 20 ଗୁଣ ଏଠି 20 ଘର ଦେଲେ ଇଏ ପାଇଯିବ ଏବେ ଭାଜ୍ୟ ବାହାର କର ଭାଜ୍ୟ ଇଜିକାଲ ଟୁ x ଇଜିକାଲ ଟୁ
କଣ ଭାଜକ ଗୁଣନ ଭାଗଫଳ ମାନେ 380 ଇଣ୍ଟୁ 19 ମିଶାଣ ଭାଗ ଶେଷ ମିଶାଣ 66 ହଁ, ଗୁଣ হবে 19 କେ ଶୂନ 19 କେତେ 152 ମାନେ 7 ରେ ଫେରିଲା 15 19 ତିରିକି 57 57 15 କେତେ 5 ଦେ 12 72 72 ମିଶ୍ରଣ କେତେ 76 ହେଲା ମିଶାଇ ଦିଅ ଏବେ 6 କୁ 6 7 7 14 46 ତ କୋଉଠି ଅଛି ଲାଷ୍ଟ କୁ 46 46 କଣ ବାହାରିଲା ଭୁଲ ଅଛି କି ସରି ସରି ମୁଁ ଭୁଲ ମିଶାଇଛି ଠିକ ଅଛି ଏଥିରେ ଆଉ ଥରେ ଗୁଣିଦବା ଏଟାକୁ 19 ଇଣ୍ଟୁ 380 ଆଉ ଥରେ ଗୁଣିବ 19 ଶୂନ ଶୂନ 19 ଅଷ୍ଟା କେତେ 152 ମାନେ 2 ରଖିଲେ ହେଲା 5 15 ହେଲା 2 ରଖିଲେ ହେଲା 15 19 ତିରିକି 57 57 ମିଶ୍ରଣ 10 କେତେ 67 5 ମିଶିଲେ 72 ଏବେ ଠିକ ହେଲା 72 7220 ମିଶ୍ରଣ 76 ହେଲା ଏଠି 76 ମିଶିଲେ 6 କୁ 6 7 2 9 ଦେଖ 96 କୋଉଠି ଅଛି ହେଲା 72 96 ହେଲା କେତେ 72 ଅପସନ କୋଉଟା ନେକ୍ସଟ କ୍वेଶ୍ଚନ ଦେଖି ସିମ୍ପ୍ଲିଫାଇ ଦ ରେଜଲ୍ଟ ଲୋଏଷ୍ଟ ଟର୍ମ ଆକୁ ଆମେ ସିମ୍ପ୍ଲିଫାଇ କରିବା ଏଇ କ୍वेଶ୍ଚନ ହେଲା ଦେଖ ତମେ ପଢିଥିବ ଭିନିକୁଲମ ମାନେ କଣ ଭି ବଟମାସ ଭି ବି ଓ ଡି ଏମ ଏ ଏସ୍ ହେଲା ମୁଁ ଆ ବିଷୟରେ ଟିକେ କହିଦଉଛି ଭି ଫର କଣ ଭିନିକୁଲମ ମାନେ କଣ ସଂଖ୍ୟା ଉପରେ ଅଧିକ ଗାର ଥିବ ହେଲା ମନେକର ଏଇଠୁ ଏତିକ ଗାର ଅଛି ତାହେଲେ ଆକୁ ଆଗ କରିବା ହେଲା ଏଇ ରୋରେ ଆମେ ଫଲୋ କରିକି ସଲ୍ଭ କରିବା ତାପରେ ବି ଫର କଣ ବ୍ରାକେଟ ଆଗ ବ୍ରାକେଟ ଅଛି ତାହେଲେ ବ୍ରାକେଟ କାମ କରିବା ଅଫ୍ ଅଛି ମାନେ ଅଫ୍ କାମ କରିବା ହେଲା ଆଉ ଡି ଫର ଡିଭିଜନ ଡିଭିଜନ ଅଛି ଆଗ ଡିଭିଜନ କରିବା ଏମ୍ ଫର ମଲ୍ଟିପ୍ଲିକେସନ ତାପରେ ମଲ୍ଟିପ୍ଲିକେସନ କରିବା ତାପରେ ଆଡିସନ କରିବା ତାପରେ ସବଟ୍ରାକସନ କରିବା ହେଲା ଏବେ ଦେଖ ଏଇ ରୁଲକୁ ଫଲୋ କରିକି କରିବା ଭି ବଟମାସ କେମିତି କରିବା ଦେଖ ଆଗ ଏଇ କାମଟା କରିଦିଅ ଏଇ କାମଟା ହେଲା ନହେଲେ ଆଗ ବନ୍ଧନୀ କାମ ବି କର ହେଲା ଯେହେତୁ ନିୟମ ଅନୁସାରେ ଯିବା ନା ବି ଫର ବ୍ରାକେଟ ଆଗ ବନ୍ଧନୀ କାମ କର ତାମାନେ କଣ ହଇଟା ମାନେ ଦେଖ ଏତିକ ଆମେ ସଲ୍ଭ କରିବା ଆଗ ଏତିକ ସଲ୍ଭ କରିଦିଅ ଯୋଉ ପୂର୍ଣ୍ଣ ସଂଖ୍ୟାକୁ ଗୋଟେ ମାନେ ଏଇଟା 4 ପୂର୍ଣ୍ଣ ଯୋଉ ନାହିଁ ଏଟାକୁ ଗୋଟେ ଡିଭାଇଡେଡ ଭଳିଆ କରିଦିଅ ମାନେ କେତେ ହବ 32 ଏକ 33/8 ହେଲା ବାଇ 3 ଚଉକୁ 12 3 କେତେ 15 ହେଲା 3 ଚଉକୁ 12 3 15 15/4 ଅଫ ମାନେ ଗୁଣନ ହେଲା ଏଟାକୁ କେମିତି କର 72 କି 36 3 36 5 41 ବାଇ 5 48 3 51 4 ହେଲା ତାପରେ ହରଣ ହରଣକୁ ହରଣ ବେଳେ 5/9 ହେଲା ହୋଲ୍ ଇଣ୍ଟୁ 3 ଦୁଗୁଣେ 6 ଏକ 7/2 ହେଲା ମିଶ୍ରଣ 7/4 ଆଉ ଅଫ ମାନେ କଣ ଗୁଣନ ଗୁଣନ 1/12 ହେଲା ତାପରେ କଣ କରିବା ଦେଖ ଏଇଟା ଏଇଟାକୁ ତମେ ପଢିଥିବ ଏଇଟାକୁ ଏଇଟା ଇଣ୍ଟୁ ଏଇଟା ଇଣ୍ଟୁ ଏଇଟା ମାନେ କଣ ନା ଏ ବାଇ ବି ବାଇ ସି ବାଇ ଡି ଇଜିକାଲ କେତେ ହବ ନା ଏ ଡି ବାଇ ବି ସି ହେଲା ଏଇଟା ଗୁଣନ ଏଇଟା ମାନେ ଉପରଟା ବାଇ ତଳଟା ହେଲା ମାନେ ଏଇ ସଂଖ୍ୟାଟା ଗୁଣନ ଏଇ ସଂଖ୍ୟାଟା ମାନେ 33 ଇଣ୍ଟୁ 4 ବାଇ 8 ଇଣ୍ଟୁ 15 ହେଲା ଗୁଣନ ଏଇଟା ହିଁ ଦେବ 41 ଇଣ୍ଟୁ 4 ହେଲା ବାଇ 12 ଇଣ୍ଟୁ 51 ଏଇଟା 4 ହେଲା ହରଣ 5/9 ହୋଲ୍ ଇଣ୍ଟୁ ଏଇଟା କର ଏବେ ଏଲସିୟମ ଯିବ 4 ହେଲା ଏଲସିୟମ ଯଦି 4 ଯିବ କେତେ ବେଡା ହବ 7 ଦୁଗୁଣେ 14 ମିଶ୍ରଣ 7 ହେଲା ତମେ ଏଟା ମିଶେଇ ଏଟା ଟୋଟାଲ କେତେ ହବ 21/4 ମୁଁ ସେଟା ଲେଖି ଦଉଛି 21/4 ହେଲା ଇଣ୍ଟୁ 1/କେତେ 12 ଏବେ ଗୁଣ ଏବେ କର 33 ହେଲା 33 ଇଣ୍ଟୁ 4 ଇଣ୍ଟୁ 43 ଇଣ୍ଟୁ 4 ବାଇ 8 ଇଣ୍ଟୁ 15 ଇଣ୍ଟୁ 12 ଇଣ୍ଟୁ 51 ହେଲା ଏଟାକୁ ଏମିତି ସଲ୍ଭ ହିଁ କରିବାକୁ ପଡିବ କିଛି ବାଟ ନାହିଁ ଗୁଣନ ହେଲା ଯଦି ହରଣ ଟା ଗୁଣନ କରିବା କଣ କରିବା ଉଲ୍ଟି ଯିବ ସଂଖ୍ୟା ହରଣ ନାହିଁ ଯଦି ହରଣ ଟା ଗୁଣନ କରିବା ତାହେଲେ ସଂଖ୍ୟା ଗୁଡିକ କଣ ଉଲ୍ଟି ଯିବ ମାନେ କଣ
ନଅ ଚାରି ବାର ଉପରେ ରହିଯିବ, 5 21 ହେଇକି ତଳେ ରହିଯିବ। ମାନେ ଉପରେ ରହିବ କେତେ, 9 ଇଣ୍ଟୁ 4 ଇଣ୍ଟୁ 12, ଆଉ ତଳେ ରହିବ କେତେ ନା 5 ଇଣ୍ଟୁ 21 ଇଣ୍ଟୁ 1 ହେଲା। ଏବେ ଖାଲି କାଟାକଟି କର। ଦେଖ 4 8, 2 ରେ କାଟିଲେ 2 ହେଲା। ଆଉ ଏଇଟା 3 ରେ କାଟିଲେ କେତେ, 11 ହେଲା। ଆଉ 3 ରେ କାଟିଲେ କେତେ, 17। ଆଉ କୋଉଠି କଟୁଛି, 5 3 15 ହେଲା। ଏଠି 5 3 15, ନାଇଁ 5 ରେ କଟିବନି, 3 5 15, 3 3 9 ହେଲା। ଏଠି 12 କୁ 12 କଟିଯିବ, ଏଠି 3 କଟିଯାଇଛି, 12 କୁ 12 କଟିଯିବ, ତାହେଲେ ରହିଲା ଗୋଟେ ଉପରେ କୋଉ କୋଉ ସଂଖ୍ୟା ରହିଲା, ଉପରେ ରହିଲା ଉପରେ ରହିଲା 11, ଆଉ ଗୋଟେ କଟୁଛି କି ଦେଖ, ଆଉ ଆଉ କୋଉଠି କଟୁଛି କି, 4 ଏଗୁଡା କଟିବ, 21, ଏଟା 21 ଅଛି ହେଲା, 2 ଏଟା 21, ସରି ଏଟା 21 ହେଲା। ଆଉ ତମେ ଏଟା 2 ଭାବି କାଟିଦବ, 4 ରେ ନାଇଁ କଟିବନି। ଆଉ କୋଉଠି ଆଉ କିଛି କଟୁନି, ଏବେ ଲେଖିଦବ ଗୁଣାଗୁଣି କରି, 11 ଇଣ୍ଟୁ 41 ହେଲା, 11 ଗୁଣନ 41 ଗୁଣନ 2 ଇଣ୍ଟୁ 4 କେତେ, 8, ଲେଖିପାରିବି 11 ଇଣ୍ଟୁ 41 ଇଣ୍ଟୁ 8 ବାଇ, ତଳେ କୋଉ କୋଉ ସଂଖ୍ୟା ରହିଲା, ତଳେ ରହିଲା 17 ଇଣ୍ଟୁ 5, 17 ଇଣ୍ଟୁ 5, ଆଉ ଏଠି ଦେଖ, ଏଠି 3ଟେ ବି ଅଛି, 3ଟେ ବି ଲେଖିଦିଅ, 3 ଲେଖିବ ମନେ ନାହିଁ ହେଲା, ମାନେ 3ଟା ଭୁଲ ହେଇଥାନ୍ତା। ତାପରେ ତଳେ କଣ ରହିଲା ଦେଖ, ଏଠି 5, ଆଉ ଏଠି ଲେଖ 5 ଇଣ୍ଟୁ 17, ଏଟା କାଲକୁଲେସନ ହିଁ କରିବାକୁ ପଡିବ, ଆଉ କିଛି ବାଟ ନାହିଁ, ଭଲ ଭାବେ କରିବ ନହେଲେ ଭୁଲ ଭାଲ ହେଇଯିବ, ଆଉ ଟାଇମ ଥିବ କରିବ, ନହେଲେ ଛାଡି ଦେଇକି ଆସିବ ହେଲା। ଇଣ୍ଟୁ 1, ଇଣ୍ଟୁ 1 ଥାଉ ଲେଖିବା ଦରକାର ନାହିଁ, ଏଇଟା 3 ରେ କାଟିଲେ କେତେ, 7 ହେଲା। ଏବେ ଗୁଣି ଦିଅ, ଏବେ ଗୁଣିଦିଅ, ଉପର ସଂଖ୍ୟାଟା ଗୁଣିଦିଅ ହେଲା। 11 ଅଷ୍ଟା କେତେ, ନହେଲେ 8 କେ 8, 8 ଚଉକୁ କେତେ, 32, 328 ଇଣ୍ଟୁ 11 ହେଲା। ମିଶିଲେ କେତେ, 8 କୁ 8, 8 2 10, ଶୂନ ରହିଲା 1, 2 1 3, ସରି 3 2 5 1 6 ହେଲା। 3 ଆଉ ନାହିଁ, 3 3608, ଏଟା ଗୁଣିଲେ 3608 ହବ। ତାହେଲେ 3608 କୋଉଠି ଅଛି ଦେଖ, ଏଠି ଅପସନ ଡି ହେଲା। ତଳ ସଂଖ୍ୟା ଗୁଣିବା ଦରକାର ନାହିଁ, 3608 ବାଇ 2 9 7 5 ହେଲା। ଅପସନ କୋଉଟା, ଡି। ନେକ୍ସଟ क्वेश्चन देखिए, the ages of Rama and Suresh are in the ratio 3:5. If Ramesh is 12 years old, ତାହେଲେ what is the age of Suresh? ଏଟା ତ ସହଜ क्वेश्चन ଟା ତମେ କରିପାରିବ ହେଲା। ଏଠି ରଖିଦିଅ ରମେଶ, ଏଠି ରଖିଦିଅ ସୁରେଶ ହେଲା। ଏଠି ରମେଶର ଏଜ କେତେ, 3, ଇଏ ହେଲେ ଇଏ 5। ରମେଶ ଇଜ 12 years old, ରମେଶର ଭାଲ୍ୟୁ ହଉଛି 12, ମାନେ 3 ଇଏ ହଉଛି 12 ବର୍ଷ, ମାନେ କଣ, ଇଏ ହଉଛି 12, ତାହେଲେ ଇଏ କଣ, ଇଏ ହଉଛି 12 ଇୟର୍ସ, ତାହେଲେ ଇଏ କେତେ, ଦେଖ ଇଏ 3 ରେ ଏଠି 4 ଗୁଣା ହେଇଛି, ତାହେଲେ ଇଏ ବି 4 ଗୁଣା ହବ, 5 କୁ 20 ବର୍ଷ, ତାହେଲେ ଆକୁ କେତେ ହବ, ସୁରେଶକୁ 20 ବର୍ଷ। नेक्स्ट क्वेश्चन देखिए, a plus b plus c is equal to 16, a b plus b c plus a c is equal to 39, then the value of a square plus b square plus c square। তাই পড়িଥିବ a plus b plus c ର হোল স্কয়ার, a plus b plus c ର হোল স্কয়ার ফর্মুলা is equal to କେତେ ହବ ନା, ଏଠି ଭଲ ଲେଖିଆ, ବହୁତ ଲମ୍ବା ହବନି, a plus b plus c ର হোল ସ୍କয়াର is equal to କେତେ ହବ, a ସ୍କয়াର plus b ସ୍କয়াର plus c ସ୍କয়াର plus 2 whole into ab bc sc ହେଲା। a plus b plus d ଯେ 16 ଦେଇଛି, ତାମାନେ 16 ର ସ୍କୟାର is equal to a ସ୍କୟାର ମିଶ୍ରଣ b ସ୍କୟାର ମିଶ୍ରଣ c ସ୍କୟାର କୁ ଲେଖିଦିଅ। ଆଉ ab plus bc plus sc, ab plus bc plus sc କେତେ ଦେଇଛି, 39, ମାନେ ଲେଖେ 2 into 39, 256 is equal to 9 2 18, 7 78 ହେଲା। ଏବେ କାଟିଦିଅ, ଏବେ ଏପଟକୁ ନେଇଯାଅ, ମାନେ a ସ୍କୟାର ମିଶ୍ରଣ b ସ୍କୟାର ମିଶ୍ରଣ c ସ୍କୟାର is equal to କେତେ ହବ, 256 ମାଇନସ 78, 16 8 ଗଲେ 8, 14 ସାରେ 77 ଅପସନ ହେଲା। नेक्स्ट क्वेश्चन देखिए, लास्ट क्वेश्चन दो, अमित इन्वेस्टेड, अमित इन्वेस्टेड
an equal amount of two scheme. 2 years at 10% per annum, one at a simple interest SI, and the other is a compound interest CI. At the end of the 2 year, the compound interest was 40 more than the simple interest. है compound interest निहाती ही बड़ा होगा कारण compound ही चलेगा है 40 टଙ୍କା କେତେ ନା simple interest ରୁ 40 ଟଙ୍କା ଅଧିକ find the amount of invested each scheme ତାର ମୂଳଧନ କେତେ ଥିଲା ଅମିତି ବାର୍ଷିକ 10% ସୁଧ ହାରରେ 2 ବର୍ଷ ପାଇଁ ଦୁଇଟି ଯୋଜନାରେ ସମାନ ପରିମାଣର ରାଶି ନିବେଶ କରିଥିଲେ ହେଲା ଗୋଟିଏ ସରଳ ସୁଧ ଏସ୍ଆଇ ଏବଂ ଅନ୍ୟଟି ଚକ୍ରବୃଦ୍ଧି ସୁଧ ସିଆଇ ଯୋଜନାରେ 2 ବର୍ଷ 2 ବର୍ଷରେ ମାନେ କେତେ 2 ବର୍ଷ ପାଇଁ ଇନଭେଷ୍ଟ କରାଯାଇଥିଲା ରେଟ୍ କେତେ 10% ଗୋଟେ ସିଆଇ ଆଉ ଗୋଟେ ଏସ୍ଆଇ 2 ବର୍ଷ ଶେଷରେ ଚକ୍ରବୃଦ୍ଧି ସୁଧ ସରଳ ସୁଧ ଠାରୁ କେତେ ନା 40 ଟଙ୍କା ଅଧିକ ଥିଲା ହେଲା ତାହେଲେ ପ୍ରତ୍ୟେକ ଯୋଜନାରେ ନିବେଶ କରିଥିବା ରାଶି କେତେ ତିନି ବାହାର କରିବା ଲାଗି ରେଟ୍ କେତେ ଦେଇଛି 10% ହେଲା ଆଉ ଟାଇମ କେତେ 2 ଇୟର ପ୍ରଥମେ ବାହାର କର ଏସ୍ଆଇ କେତେ ହବ ନା 80% ମାନେ ଆର୍ ଇଣ୍ଟୁ ଟି ମାନେ କଣ 10 ଇଣ୍ଟୁ 2 ଇଜିକାଲ ଟୁ କେତେ 20% ତାହେଲେ ସିଆଇ କେତେ ହବ ସିଆଇ ଟା କେମିତି ବାହାର କରିବା 2 ବର୍ଷ ପାଇଁ କେମିତି ବାହାର କରିବା ନା 10 କୁ ଦିଥର ସକ୍ସେସଫୁଲି ଲେଖିବା 10 ଇଣ୍ଟୁ 10 ସରି 10 ମିଶାଣ 10 ଇଣ୍ଟୁ 10 ଇଣ୍ଟୁ 10 ବାଇ 100 ହେଲା ଏସ୍ଆଇ ଇଜିକାଲ ଟୁ 80% ଆଉ ଯେତେବେଳେ ସିଆଇ ବାହାର କରିବା ଏଟାକୁ ସକ୍ସେସଫୁଲି ଲେଖିଦେବା 10ଟାକୁ ଦିଥର 2 ବର୍ଷ ପାଇଁ ଦେଇଛି ତାହେଲେ 2 ଥର ସକ୍ସେସଫୁଲି 3 ବର୍ଷ ପାଇଁ ଦେଇଥିଲେ 3 ଥର ସକ୍ସେସଫୁଲି 4 ବର୍ଷ ପାଇଁ ଦେଇଥିଲେ 4 ଥର ସକ୍ସେସିଭ ହେଲା 10 ମିଶାଣ 10 କେତେ 20 ମିଶାଣ 1 ଇଜିକାଲ ଟୁ କେତେ 21% ତାହେଲେ ସିଆଇ କେତେ ବାହାରିଲା 21% ଆଉ ଏସ୍ଆଇ କେତେ 20% କେତେ ପରସେଣ୍ଟ ଅଧିକ 1% ଅଧିକ ମାନେ ନାଇଁ ସେ ଦେଇଛି ସିଆଇ ଏସ୍ଆଇ କମ୍ପାଉଣ୍ଡ ଇଣ୍ଟରେଷ୍ଟ ୱାଜ 40 ମୋର ଦାନ ଦ ସିମ୍ପଲ ଇଣ୍ଟରେଷ୍ଟ ବୁଝିପାରିଲନି ମାନେ ସିଆଇ ଏସ୍ଆଇ ଟୁ 40 ଅଧିକ ମାନେ ସିଆଇ ଇଜିକାଲ ଟୁ 40 ମିଶାଣ ଏସ୍ଆଇ ସିଆଇ ର ଭ୍ୟାଲୁ କେତେ 21% ଇଜିକାଲ ଟୁ 40 ମିଶାଣ ଏସ୍ଆଇ ଭ୍ୟାଲୁ କେତେ ନା 20% ତାହେଲେ 21% ମାଇନସ୍ 20% ଇଜିକାଲ ଟୁ କେତେ ହେଲା 40 ତାହେଲେ 1% ର ଭ୍ୟାଲୁ ହେଲା 40 ସେ ପଚାରୁଛି ଇନଭେଷ୍ଟ କେତେ 100% ଫାଇଣ୍ଡ ଦ ଆମାଉଣ୍ଟ ଇନ୍ ଇଚ୍ ସ୍କିମ୍ ପ୍ରତ୍ୟେକ ଯୋଜନାରେ ନିବେଶ କରାଯାଇଥିବା ରାଶି ତାହେଲେ 1% ର ଭ୍ୟାଲୁ ଯଦି 140 ସରି ହେଲେ 40 ତାହେଲେ 100% ର ଭ୍ୟାଲୁ ବାହାର ଆମେ 100% ହିଁ ନିବେଶ କରିବା ନା ପ୍ରିନ୍ସିପାଲ ସବୁବେଳେ 100% 40 ଇଣ୍ଟୁ 4000 ଅପସନ ଟା ସି ହେଲା ତ ଆଜି ପାଇଁ ଏତିକି ଥିବ ହେଲା 20ଟା ହିଁ କ୍ୱେଶ୍ଚିନ୍ କରିବା ଆଉ ଭାବୁଛି ସମସ୍ତେ ବୁଝିପାରିଥିବ ସୋ ଥ୍ୟାଙ୍କ ୟୁ ଫର ୱାଚିଂ ଆଜିର ସେକ୍ସନ କେମିତି ଲାଗିଲା ଏଟା ବି କମେଣ୍ଟ ବକ୍ସରେ ଜଣାଇବ ଆଉ ପିଡିଏଫ୍ ମଧ୍ୟ ମୁଁ ଦେଇଦେବି ଲିଙ୍କରେ ହେଲା ଡିସ୍କ୍ରିପସନ ଲିଙ୍କ ଦେଇଦେବି ଆଉ ଭିଡ଼ିଓ କଣ ଲାଇକ୍ କରିବ ସେୟାର ମଧ୍ୟ କରିବ ଆଉ ରହୁଛି ନେକ୍ସଟ ଭିଡ଼ିଓରେ ଦେଖା ହବ